ପ୍ରିଆମ୍ବଲ ପ୍ରିଆମ୍ବଲକୁ ଏମିତି କହନ୍ତି, ସେ ଆମର ପ୍ରିଫେସ୍ ଅଫ୍ କନଷ୍ଟିଚ୍ୟୁସନ୍। ମାନେ ଭାବନ୍ତୁ ଏଇ ଯୋଉ ଦେଖଉଛି ଏଇ ପିକ୍ଚରଟା, ତଳେ ପୁରା କନଷ୍ଟିଚ୍ୟୁସନଟା ଅଛି, ଆର୍ଟିକିଲ୍ ପାର୍ଟ ସିଡ୍ୟୁଲ୍ ସବୁ ମେନସନ୍ ଅଛି। ତ ପ୍ରିଆମ୍ବଲ କଣ କରୁଛେ, ଏତେ ସବୁ ଜିନିଷ ଯେତେବେଳେ ମେନସନ୍ ଅଛି, ଆର ଆମେ ପାଇବା କଣ ବା ଏଇଟା ଆମର ଉଦ୍ଦେଶ୍ୟ କଣ ଏ ବହି। ତ ଆମର ସବୁ ବହିର ଗୋଟେ ଆବଷ୍ଟ୍ରାକ୍ଟ ଲେଖା ହେଇଥାଏ ଉପରେ, ଲେଖକ ଭାବୁଛି କଣ, ଏଥିରୁ ଆମେ ଏଇଆ ଜାଣିବା, ଏଥିରେ ଏଇଆ ଏଇଆ ସବୁ ଅଛି, ଏଥିରୁ ଆମେ ଏଇଟା ପାଇପାରିବା, ଉଦ୍ଦେଶ୍ୟ ଏ ବହିର ଲେଖିବାର ହଉଛି ଏଇଆ। ଏଇଟା ସେଇଟା ପ୍ରିଆମ୍ବୁଲ। ତ ଏଇଟା ଦେଖନ୍ତୁ, ଏଇଟା ଆମର ଆସିଛି ଏଠି ବିଭିନ୍ନ, ଏଇଟା ଯୋଉ ରାଇଟ୍ ହେଇଛି ଏମିତି, ଏଇଟା ଏମିତି ନାହିଁ, ଏଇଟା ବିୟୁଟିଫୁଲ ଲେଖାରେ ଏଇଟା ହେଇଛି। ତ ଏଇଟାକୁ ଆମର ଲେଖିଛନ୍ତି କି ନା କାଲିଗ୍ରାଫର, ଯେମିତି ପଢିଲେ ଏଇଟା ଖାଲି ପ୍ରିଆମ୍ବୁଲ ନୁହଁ, ଏଇଟା ଟୋଟାଲ କନଷ୍ଟିଚ୍ୟୁସନକୁ ବିୟୁଟିଫୁଲି ପୁରା ହାତରେ ଲେଖା ହେଇଛି ଅରିଜିନାଲି। ସେଇଟା ପ୍ରେମ ବିହାରୀ ନାରାୟଣ ଲେଖିଛନ୍ତି। ଆଉ ଏଇଟା ପେଣ୍ଟର, ଯୋଉ ଏଇ ସାଇଡରେ ଯୋଉ ହେଇଛି ଫୁଲ ସବୁ ପଡିଛି, ଆଉ ପେଣ୍ଟର କିଏ କଲେ ନା ଏଇଟା ଆମର କଲେ डिजाइनर बेओनर बेओहर राम मनोहर सिन्हा। तो यहाँ मन रखिए, बेओहर राम मनोहर सिन्हा। तो यहाँ मन रखिए, यहाँ डिजाइन कले किए आमर राम मनोहर सिन्हा। तो एथिरे कौन कहला, वी द पीपुल ऑफ इंडिया हैविंग solemnly resolved to constitute India into a sovereign socialist secular democratic republic and to secure to all people justice केते प्रकार एटा economic political liberty of thought expression belief faith worship equality of status and opportunity to promote among them all, এটা আলাদা, to promote among them all, তারপরে fraternity assuring the dignity and unity integrity of the nation। তারপরে in our constituent assembly this 26th day November 1949 এটা adopt enact ଆଉ give the ourselves this constitution, এটা ମନେ ରଖିବେ। ତ ଏଇଟା ହେଇଗଲା 1950 ରେ ହେଇଗଲା। ତାପରେ ପ୍ରିଆମ୍ବୁଲ ଅଫ କନଷ୍ଟିଚ୍ୟୁସନ ଏଇଟା କହିଲେ ଆମେ ଦେଖିଲେ। ତାପରେ ୱାର୍ଡିଂ ସବୁ ଦେଖିବା କଣ, ଏଇଟା ସବୁ ମିନିଂ କଣ। सोवेरिन with the people constitute India into sovereign socialist। sovereign ମାନେ କଣ, sovereign ମାନେ ହେଲା କି India is supreme in its internal and external matters। ମାନେ ଆମର ଏବେ ଯୋଉ ଗ୍ଲୋବାଲ ବଡି ସବୁ ଅଛି, ୟୁଏନ୍ ଅଛି, କମନୱେଲ୍ଥ ଅଛି, ସେ ସବୁ ସୁପ୍ରିମ ବଡିଜ ନୁହନ୍ତି, ସେ ସବୁ ଗଭର୍ଣ୍ଣମେଣ୍ଟ ନୁହନ୍ତି, ସେ ଗୋଟେ ଗଭର୍ଣ୍ଣାନ୍ସ ଷ୍ଟ୍ରକ୍ଚର କରାହେଇଛି, ସେଟା ଆଗ୍ରିମେଣ୍ଟରେ ଚାଲିଛି। ଏବେ ଆମେରିକା ଚାହିଁଲା, ସେ ପ୍ୟାରିସ ଆଗ୍ରିମେଣ୍ଟରୁ ବାହାରିଗଲା, ଇଣ୍ଟରନ୍ୟାସନାଲ ସୋଲାର ଆଲିଆନ୍ସରୁ ବାହାରିଗଲା, କାଲି ସକାଳେ ସେ WTO ରୁ ବାହାରିଯିବ, ବାହାରି ଯାଇଛି ବୋଧେ ଆଇ ଥିଙ୍କ। ତ ସେଇଟା କଥା ହେଲା, ସିଏ କିଛି ସିଏ ଗଭର୍ଣ୍ଣମେଣ୍ଟ ନୁହନ୍ତି। ତ ଆମେ ଏବେ ସବୁ ପାରାଲେଲ ସୁପ୍ରିମ ବଡିରେ ସବୁ ଅଛୁ। ୟୁଏସଏ ଗୋଟେ ଗଭର୍ଣ୍ଣମେଣ୍ଟ, ଇଣ୍ଡିଆ ସିଏ ତାର ସୁପ୍ରିମ, ୟୁଏସଏ ସୁପ୍ରିମ। ତ ସିଏ ସବୁ ସୁପ୍ରିମ। ତ ଆମେ ଇଣ୍ଟରନାଲି ବି ସୁପ୍ରିମ, ଏକ୍ସଟର୍ନାଲି ବି ମ୍ୟାଟରରେ ବି ସୁପ୍ରିମ। ଇଣ୍ଟରନାଲି ମାନେ ଆମେ ଆମର ଭିତରେ କଣ ହବ, ଆମର ଜାମ୍ମୁ କାଶ୍ମୀରକୁ ଆମେ ଭାଙ୍ଗି ଦେଇକି ୟୁଟି କରିଦବୁ କି କଣ, ସେଟା ଆମର ମ୍ୟାଟର। ସେଥିପାଇଁ ଯେତେବେଳେ ୟୁଏସଏ କିଛି କହୁଛି ଆମ ମ୍ୟାଟରରେ, ସେଟା ଆମେ କହୁଛୁ ତମେ ଚୁପ ରୁହ, ସେଟା ଆମ ମ୍ୟାଟର। ସେମିତି ଏକ୍ସଟର୍ନାଲ ମ୍ୟାଟରରେ ମାନେ କଣ, ଯଦି ଆମ ସିକ୍ୟୁରିଟି ପାଇଁ କିଛି ହାମ୍ପର ହବ, ଆମେ ସେଠି ଡାଇରେକ୍ଟ ଆକ୍ସନ ନବୁ। ପାକିସ୍ତାନକୁ ପଶିକିରି ସେଠି ଆମେ ଅପରେସନ ସିନ୍ଦୁର ବି କରିପାରିବୁ। ଆମର ଯଦି ସେଠି ଭେଷ୍ଟେଡ ଇଣ୍ଟରେଷ୍ଟ ଅଛି ଆମର ୱାରରେ, ମାନେ ମିଡିଲ ଇଷ୍ଟରେ, ଆମେ ସେଠି ଚୁପ୍ ବି ରହିପାରିବୁ। ସେଇଟା ଆମର ଏକ୍ସଟର୍ନାଲ ମ୍ୟାଟର, କିନ୍ତୁ ଆମେ ସୋଭେରେନ୍। ତାପରେ ଏକ୍ସଟର୍ନାଲ ଆଉ ଇଣ୍ଟରନାଲ ସୋଭେରେଣ୍ଟି ତା ମାନେ ବୁଝିଲ। ତାପରେ ପପୁଲାର ସୋଭେରେଣ୍ଟି, ପପୁଲାର ସୋଭେରେଣ୍ଟି ମାନେ ଅଲ୍ଟିମେଟ ପାୱାର ପପୁଲାର। ପପୁଲାର ଯୋଉ ଆମେ ୱାର୍ଡ ବାଇ ଯାଉ, ପପୁଲାର ମାନେ ଲୋକଙ୍କ ଭିତରେ ବହୁତ ଜଣାଶୁଣା, ସେଇଟା ନୁହେଁ। ପପୁଲାର ମାନେ ରିଲେଟେଡ ଟୁ ପିପୁଲ, ଏଇଟା ମନେ ରଖିବେ। ବହୁତ ଲୋକ ମାନେ ପିପୁଲ ହିଁ ତାର ସବୁ। ସୋଭେରେଣ୍ଟିଟା ଆମର, ସୋଭେରେନ୍ ଇଣ୍ଡିଆ ହଉଛି ସୋଭେରେନ୍, ତାର ମାନେ କଣ, ଇଟ୍ସ ପିପୁଲ, वी ଅଲ୍ ଆର୍ ସୋଭେରେନ୍। ତ ଏଇ ଆମେ କାହା ଅଧୀନରେ ନାହୁଁ, ଆମେ ଆମର ଇଣ୍ଡିପେଣ୍ଡେଣ୍ଟ ପିପୁଲ, ଆମର ଡିସିଜନ ନବାର କାପାସିଟି ଅଛି। ଯୋଉ ଗଭର୍ଣ୍ଣମେଣ୍ଟ ଆମର ଅଛି, ସେଟାକୁ ଆମେ ଆମ ରିପ୍ରେଜେଣ୍ଟେଟିଭ ହିସାବରେ ପଠେଇଛୁ। ତ ସେଇଟା वी द ପିପୁଲ ମାନେ ହେଲା ସେୟା। ପାର୍ଲାମେଣ୍ଟାରୀ ସୋଭେରେଣ୍ଟି ନଟ୍ ଇକ୍ୱାଲ ଟୁ କନଷ୍ଟିଚ୍ୟୁସନାଲ ସୋଭେରେଣ୍ଟି। ଏଇ ସବୁ ଟର୍ମଟା ମାନେ ଆମର ଏକ୍ଜାମରେ ପଡୁଛି, ସେଥିପାଇଁ ମୁଁ ଏଇଟା ଏଇ ପ୍ରକାର ହିଁ ପଢେଇବି ବୋଲି କହିଥିଲି। ଏଇଟା ଦେଖନ୍ତୁ। ତ ଯୋଉ ସୋଭେରେଣ୍ଟି ଥିଲା ପାର୍ଲାମେଣ୍ଟାରୀ ସୋଭେରେଣ୍ଟି ଆଉ କନଷ୍ଟିଚ୍ୟୁସନାଲ ସୋଭେରେଣ୍ଟି କଣ। ଇଣ୍ଡିଆରେ କନଷ୍ଟିଚ୍ୟୁସନ ଇଜ ସୁପ୍ରିମ, ଆମର ପାର୍ଲାମେଣ୍ଟାରୀ ସୋଭେରେଣ୍ଟି ନାହିଁ। ଏଇଟା ହଉଛି ଆମର କୋଉଠି, ଏଇଟା ବ୍ରିଟେନରେ, ୟୁକେରେ ପାର୍ଲାମେଣ୍ଟାରୀ ସୋଭେରେଣ୍ଟି। ତାଙ୍କର ରିଟିନ କନଷ୍ଟିଚ୍ୟୁସନ କିଛି ନାହିଁ। ତାଙ୍କର ୟୁକେ ଗଭର୍ଣ୍ଣମେଣ୍ଟ ଯେତେବେଳେ ଯାହା ଚାହିଁବ, ପାର୍ଲାମେଣ୍ଟ ସେଇ ଅନୁସାରେ ରୁଲ ଫ୍ରେମ କରିବ, ସେଇ ଅନୁସାରେ ମାନେ ରିଟିନ କନଷ୍ଟିଚ୍ୟୁସନ ନାହିଁ ତ ତାକୁ ଚେଞ୍ଜ କରିବ। ତାଙ୍କର ସେଇ ପ୍ରୋସେସଟା ହେଇଛି। କିନ୍ତୁ ଆମର ଇଣ୍ଡିଆରେ କନଷ୍ଟିଚ୍ୟୁସନଟା ସୁପ୍ରିମ କରାହେଇଛି ଓଭର ପାର୍ଲାମେଣ୍ଟ, କିନ୍ତୁ ସୋଭେରେଣ୍ଟି ଆମର ସବୁ ପିପୁଲଙ୍କ ହାତରେ ଅଛି।
ତାପରେ ଗ୍ଲୋବାଲାଇଜେସନ ଇକ୍ୱାଲ ଟୁ ଲସ୍ ଅଫ୍ ସୋଭରେନିଟି। ତ ଆମେ ଯୋଉ ଗ୍ଲୋବାଲାଇଜ୍ଡ ହଉଛୁ, ଆମ ଉପରେ ଗ୍ଲୋବାଲାଇଜେସନ ବହୁତ ଇଫେକ୍ଟ ପଡୁଛି। ତାର ଅର୍ଥ ନୁହଁ ଆମେ ଗ୍ଲୋବାଲ ଇକୋନୋମି ସହିତ ଇଣ୍ଟିଗ୍ରେଟ ହଉଛୁ, ତାର ଅର୍ଥ ନୁହଁ ଆମେ ଆମ ସୋଭରେନିଟିକୁ ହରଉଛୁ ନାହିଁ। ସେଇଟା ଆମେ ଆଡପ୍ଟ କରୁଛୁ, ବାହାର ଦେଶ ବିଷୟରେ ଜାଣିବା, ତାଙ୍କ ସହିତ ବିଜନେସ କରିବା, ସେଇଟା ଆମର ଚଏସ୍। ସେଥିପାଇଁ ଜଏନିଂ ଇଣ୍ଟରନ୍ୟାସନାଲ ଅର୍ଗାନାଇଜେସନ ନଟ୍ ଡାଇଲ୍ୟୁଟ୍ ସୋଭରେନିଟି ନାହିଁ। ଏସବୁ ଥିଙ୍କର ସବୁ କଣ କହିଛନ୍ତି? ଜିନ୍ ବୋଡିନ୍ କହିଛନ୍ତି ଥିଓରି ଅଫ ସୋଭରେନିଟି ଦେଇଛନ୍ତି। ଜନ୍ ଅଷ୍ଟିନ୍ ଲିଗାଲ ସୋଭରେନିଟି ବିଷୟରେ କଥା ହେଇଛନ୍ତି। ଆଉ ଏ ଭି ଡାଇସି ପାର୍ଲାମେଣ୍ଟାରୀ ସୋଭରେନିଟିକୁ ସେ ଫୋକସ୍ କରିଛନ୍ତି। ପାର୍ଲାମେଣ୍ଟ ହବା କଥା ସୋଭେରିନ୍, ତ ଏ ଭି ଡାଇସି ତା ଉପରେ କହିଛନ୍ତି। ନେକ୍ସଟ ଯିବା ସେକେଣ୍ଡ ସୋସିଆଲିଷ୍ଟ ୱାର୍ଡଟା। ଏଇଟା ମନେ ରଖନ୍ତୁ, ଇଣ୍ଡିଆ ଫୋକସେସ୍ ଅନ୍ ଡେମୋକ୍ରାଟିକ୍ ସୋସିଆଲିଜିମ୍ ନଟ୍ କମ୍ୟୁନିଷ୍ଟ ସୋସିଆଲିଜିମ୍। ୟା ଭିତରେ ଡିଫରେନ୍ସ କଣ? ସୋସିଆଲିଜିମ୍ କଣ, ଡେମୋକ୍ରାଟିକ୍ ସୋସିଆଲିଜିମ୍ କଣ, ଆଉ କମ୍ୟୁନିଷ୍ଟ ସୋସିଆଲିଜିମ୍ କଣ? ଡେମୋକ୍ରାଟିକ୍ ଆଉ କମ୍ୟୁନିଷ୍ଟ ମାନେ ଆମର ସୋସିଆଲିଜିମ୍ ମାନେ ଆମର ଯୋଉ ପ୍ରଡକ୍ସନର ମେଥଡ, ଯାହାବି ଆମର ପ୍ରଡକ୍ସନ ହଉଛି ତାଙ୍କର ଓନରସିପ କିଏ ନଉଛି। ଆମର ଯାହାବି ଇଣ୍ଡିଆରେ ଯାହାବି ଅଛି ଆମେ ଦେଖୁଛେ ଘର ବାଡି ଜାଗା ସବୁ, ଏଥିରେ ସବୁ ଓନରସିପ କାହା ହାତରେ ରହିବ? ପ୍ରଡକ୍ସନ, ଏଠି ଫ୍ୟାକ୍ଟର ଅଫ ପ୍ରଡକ୍ସନଟା ସେଟା କିଏ କଣ୍ଟ୍ରୋଲ କରିବ, ଏସବୁ ଜିନିଷ। ତ କଥା ହେଲା କି ସୋସିଆଲିଜିମ୍ ମାନେ ସେଇଟା କଣ୍ଟ୍ରୋଲ ହବ, ଦିଟା ଦିଟା ଜିନିଷ ସେଠି କଣ୍ଟ୍ରୋଲ ହୁଏ। ଗୋଟେ ହଉଛି ଷ୍ଟେଟ ମାନେ ଆମର ଗଭର୍ଣ୍ଣମେଣ୍ଟ ଅଛି, ଗୋଟାଏ ପିପୁଲ ଅଛନ୍ତି। ତ କିଏ କରିବ? ତ ଆମେ ଡେମୋକ୍ରାଟିକ ସୋସିଆଲିଜିମ୍ ମାନେ ଆମେ ମିକ୍ସଡ ଇକୋନୋମିକୁ ଆପଣେଇଛେ। ପଲିଟିକାଲ ଫ୍ରିଡମ ଆଣ୍ଡ ୱେଲଫେୟାର ଷ୍ଟେଟ ମାନେ ଆମେ ମିକ୍ସଡ ଇକୋନୋମି, ଏଇ ଯୋଉ ଯିଏ ସବୁ ଓନରସିପ ଆମର ଗଭର୍ଣ୍ଣମେଣ୍ଟ ହାତରେ କିଛିଟା ରହିବ, ଆଉ ପ୍ରାଇଭେଟ ହାତରେ ପିପୁଲଙ୍କ ହାତରେ କିଛି ରହିବ। ଗଭର୍ଣ୍ଣମେଣ୍ଟ ହାତରେ ସେଥିପାଇଁ ପବ୍ଲିକ ଗୁଡସ୍ ଯୋଉଟା କହୁଛନ୍ତି ସବୁ, ରାସ୍ତା ଘାଟ ଏସବୁ ଗଭର୍ଣ୍ଣମେଣ୍ଟ ହାତରେ ରହିବ। କିନ୍ତୁ ପ୍ରାଇଭେଟ ହାତରେ ଘର ନିଜର ରହୁଛି, ଆମେ ଜାଗା କିଣି ବି ପାରୁଛେ। ତ ଏସବୁ ମିକ୍ସଡ ଇକୋନୋମି ହେଇଗଲା। କିନ୍ତୁ ଯୋଉ କମ୍ୟୁନିଷ୍ଟ ସୋସିଆଲିଜିମରେ ହୁଏ କଣ ନା, ତାଙ୍କର ସବୁ ଓନରସିପ ତାଙ୍କର ଗଭର୍ଣ୍ଣମେଣ୍ଟ ହାତରେ ଥାଏ। ତ ଷ୍ଟେଟ ସେଠି ଖାଲି ପିପୁଲ ଖାଲି ତାଙ୍କ ଠାରୁ ଗଭର୍ଣ୍ଣମେଣ୍ଟ ଠାରୁ ଧାର ନେଲା ଭଳିଆ କାମଟା ହୁଏ। ତାପରେ ଏଇଟା ଇନଫ୍ଲୁଏନ୍ସ ମନେ ରଖିବେ, ଫାବିଆନ ସୋସିଆଲିଜିମ୍ ଦ୍ୱାରା ଆମର ଇନଫ୍ଲୁଏନ୍ସ ହେଇଛି। ଗ୍ରାଜୁଆଲ ପାର୍ଲାମେଣ୍ଟାରୀ ରିଫର୍ମିଷ୍ଟ ଫାବିଆନ ସୋସିଆଲିଜିମ୍ ଏଇଟା କହିଛନ୍ତି, ଆମର ଯୋଉ ମିକ୍ସଡ ହବା କଥା, ଆମେ ଗ୍ରାଜୁଆଲିଜିମ୍ ଧୀରେ ଧୀରେ ଆମେ ହଉଛୁ। ତାପରେ ୱେଲଫେୟାର ଷ୍ଟେଟ ମାନେ କଣ? ଏଜୁକେସନ, ହେଲ୍ଥ, ଲାଇଭଲିହୁଡ, ସୋସିଆଲ ସିକ୍ୟୁରିଟି, ଆ ଉପରେ ଗଭର୍ଣ୍ଣମେଣ୍ଟ, ଷ୍ଟେଟ ମାନେ ଆମର ଯୋଉ ଗଭର୍ଣ୍ଣମେଣ୍ଟଟା ତା ଉପରେ ଫୋକସ କରିବ, ୱେଲଫେୟାରିଜିମ୍ ଉପରେ। ଏଇ ସବୁ ଜିନିଷରେ ତାର ମେଜର ଫୋକସ ରହିବ। ତାପରେ ସୋସିଆଲ ଜଷ୍ଟିସ ମାନେ କଣ? ରିଜର୍ଭେସନ, ଆଫର୍ମେଟିଭ ଆକ୍ସନ, ଇକ୍ୱାଲିଟି ଅଫ ଅପରଚୁନିଟି, ଆକୁ ସବୁ ସୋସିଆଲ ଜଷ୍ଟିସର ଗୋଟେ ଟୁଲ। ଇନକ୍ଲୁସିଭ ଗ୍ରୋଥ, ମଡର୍ନ ଇଣ୍ଟରପ୍ରିଟେସନ ଉପରେ ରହିଛି। ତାପରେ ଇମ୍ପୋର୍ଟାଣ୍ଟ କେସେସ୍, କେଶବାନନ୍ଦ ଭାରତୀ କେସରେ ପ୍ରିଆମ୍ବୁଲ ଇଜ ପାର୍ଟ ଅଫ କନଷ୍ଟିଟ୍ୟୁସନ ବୋଲି କୁହାଯାଇଥିଲା। ଆଉ ମିନର୍ଭା ମିଲ୍ କେସରେ ହାରମୋନି ବିଟୱିନ୍ ଫଣ୍ଡାମେଣ୍ଟାଲ ରାଇଟ, ଡିପିଏସପି, ଏଇଟା କୁହାଯାଇଥିଲା। ଥିଙ୍କର ପଲିଟିକାଲ ପ୍ଲୁରାଲିଜିମ୍ କହିଥିଲେ ହାରୋଲ୍ଡ ଲାସ୍କି। ଡେମୋକ୍ରାଟିକ ସୋସିଆଲିଜିମ୍ ବୋଲି ଗୋଟେ ଜିନିଷ ଡେସ୍କ୍ରାଇବ କରିଥିଲେ ଜବାହରଲାଲ ନେହେରୁ। ଆମେ କାହିଁକି ମିକ୍ସଡ ଇକୋନୋମି ବା ମିକ୍ସଡ ସୋସିଆଲିଜିମ୍ ହବା କଥା ବୋଲି କହିଥିଲେ, ଜବାହରଲାଲ ନେହେରୁ ଡିସ୍କଭରୀ ଅଫ ଇଣ୍ଡିଆ ସେ ଲେଖିଥିଲେ। ତାପରେ ସେକୁଲାର, ଆମେ ଧର୍ମ ନିରପେକ୍ଷ। ଧର୍ମ ନିରପେକ୍ଷର ମାନେ କଣ? ଏଇଟା ଦି ପ୍ରକାର ଅଛି, ଗୋଟେ ୱେଷ୍ଟର୍ଣ୍ଣ ସେକୁଲାରିଜିମ୍ ଆଉ ଗୋଟେ ଆମର ଇଣ୍ଡିଆନ ସେକୁଲାରିଜିମ୍। ମାନେ ରଖିବେ, ଇଣ୍ଡିଆନ ସେକୁଲାରିଜିମ୍ ଟା ଅଲୱେଜ ଗୋଟେ ୟୁନିକ୍। ୱେଷ୍ଟର୍ଣ୍ଣ ସେକୁଲାରିଜିମ୍ ମାନେ କଣ? ଆମର ଆମେରିକା, ୟୁକେ, ସେମାନେ ସମଟାଇମ୍ କିଛି ଦେଶ ଅଛନ୍ତି ଯେ ନିଜକୁ ଧର୍ମ ନିରପେକ୍ଷ କୁହନ୍ତି। କାହିଁକି? ଆମେରିକାରେ ଦେଖିବେ ସେଠି ଟ୍ରମ୍ପ ଅଛି, ଟ୍ରମ୍ପ ୟୁଏସଏ ରେ ଟ୍ରମ୍ପ ଅଛି, ଗଭର୍ଣ୍ଣମେଣ୍ଟ ଟ୍ରମ୍ପ, ଆଉ ପୋପ ଅଛନ୍ତି, ଯିଏ କି ତାଙ୍କ ଭିତରେ କୌଣସି ରିଲେସନ ନାହିଁ। ରିଲିଜିୟନ ମ୍ୟାଟର ପୁରା ଅଲଗା। ସିଏ ଏଥିରେ ମୁଣ୍ଡ ଖେଳେଇବେ ନାହିଁ, ଇଏ ତାଙ୍କର ମୁଣ୍ଡ ଖେଳେଇବେ ନାହିଁ। ଇଭିନ୍ ଏବେ ତାଙ୍କର ଚର୍ଚ୍ଚର ସବୁ ହେଡ୍ ସିଏ ପୋପ। ସେଠି ଟ୍ରମ୍ପ ତାଙ୍କର ହେଡ୍ ନୁହଁ, ଟ୍ରମ୍ପ ତଳେ ସେ କିଛି ଚର୍ଚ୍ଚ ରଖା ହେଇନି, ସିଏ ତାଙ୍କର ପାରାମାଉଣ୍ଟ, ପୋପ ହଉଛି ତାଙ୍କ ପାରାମାଉଣ୍ଟ। ତ ସେଇଟା ପୁରା ରିଲିଜିୟନ ଇଏ ପୁରା ଅଲଗା। କିନ୍ତୁ ଆମର ଇଣ୍ଡିଆରେ ଇଏକୁ ଦଉନି, କଫି ଫଫି କଣ କରୁନି? ହଁ, କି ତୁ ଯୋଉ କଫି ପିଇବୁ କରିଦେ, ତୁ ପିଇ ସାରିଲୁଣୁ? ତ କରିଦେ ଏକା ସାଙ୍ଗରେ ପିଇଦବା। ନାଇଁ ମିଠା କରିଦେ। ତ ଇଣ୍ଡିଆରେ କଣ ହେଇଛି? ଇଣ୍ଡିଆରେ ଦିଟା ଜିନିଷ, ଗୋଟେ ହେଲା ଆମର ଗଭର୍ଣ୍ଣମେଣ୍ଟ, ଆଉ ଗୋଟେ ହେଲା ରିଲିଜିୟନ। ସିଏ ଇଣ୍ଡିପେଣ୍ଡେଣ୍ଟ ନୁହେଁ। ଗଭର୍ଣ୍ଣମେଣ୍ଟ ସେଥିରେ ଇଣ୍ଟରଫିୟର ବି କରିବ, ତାଙ୍କୁ ସୁଧାରିବାକୁ ବି ଚେଷ୍ଟା କରିବ ଯଦି କିଛି ପ୍ରୋବ୍ଲେମ ହଉଛି। ତ ଇଣ୍ଡିପେଣ୍ଡେଣ୍ଟ ଆମର ଏଠି ଧର୍ମ ନିରପେକ୍ଷ ଯୋଉ ଆମର ଧାର୍ମିକ ସଂସ୍ଥା ସବୁ, ସିଏ ଗଭର୍ଣ୍ଣମେଣ୍ଟ ଉପରେ ବି ଡିପେଣ୍ଡେଣ୍ଟ ଅଛନ୍ତି, ତାଙ୍କଠୁ ଫଣ୍ଡ ନବା ଏସବୁ ଜିନିଷ ବି ଚାଲିଛି। ତ ଏଠି ଆକ୍ଟିଭ ସପୋର୍ଟରେ ଚାଲିଛି। ଏ ପ୍ରକାର କହୁଛନ୍ତି ଇଣ୍ଡିଆନ ସେକୁଲାରିଜିମ୍, ଏ ପ୍ରକାର କହୁଛନ୍ତି ୱେଷ୍ଟର୍ଣ୍ଣ ସେକୁଲାରିଜିମ୍। କି କନସେପ୍ଟ? ପଜିଟିଭ ସେକୁଲାରିଜିମ୍, ଷ୍ଟେଟ ରେସ୍ପେକ୍ଟ ଅଲ୍ ରିଲିଜନ ଇକ୍ୱାଲ ପ୍ରିନ୍ସିପଲ ଡିଷ୍ଟାନ୍ସ ଆକୁ କହୁଛନ୍ତି।
ତା ମାନେ ଏଇଟା ଯଦି ଆମର ହେଲା, ଏଇଟା ଯଦି ହେଇଗଲା ସବୁ ଧର୍ମ, ଏଠି ହିନ୍ଦୁ, ଖ୍ରୀଷ୍ଟିଆନ, ମୁସଲମାନ, ଜୁଇଶ, ତ ଏଠି ହେଲା ଆମର ଗଭର୍ଣମେଣ୍ଟ ହେଲା, ତ ସେ ସମସ୍ତଙ୍କ ଠାରୁ ଇକ୍ୱାଲି ଡିଷ୍ଟାନ୍ସ ରେ ଅଛି। ତ ପ୍ରିନ୍ସିପଲ ଡିଷ୍ଟାନ୍ସ ତାକୁ କହୁଛନ୍ତି, ମାନେ ଜାଣି ଶୁଣିକିରି କିଛି ଡିଷ୍ଟାନ୍ସ ତାଙ୍କୁ ସପୋର୍ଟ କରିବା, ତାଙ୍କୁ ସପୋର୍ଟ କରିବାନି, ସେଇଟା କୌଣସି ନା କୌଣସି ଜାଗାରେ ସେକୁଲାରିଜିମ୍ ଏଗେନଷ୍ଟରେ, ଯୋଉଟା କି ଆମେ ଏବେ ଆଗୁଏ ବୋଲି ଏବେ ଯୋଉ ଜିନିଷଟା ଚାଲିଛି। ତାପରେ ସର୍ବ ଧର୍ମ ସମ୍ଭବ, ଇକ୍ୱାଲ ରେସପେକ୍ଟ ସମସ୍ତଙ୍କୁ। ସେକୁଲାରିଜିମ୍ ପାର୍ଟ ଅଫ ବେସିକ ଷ୍ଟ୍ରକ୍ଚର, ଏଇଟା ହେଇଛି ବେସିକ ଷ୍ଟ୍ରକ୍ଚର ପାର୍ଟ। ଷ୍ଟେଟ୍ କ୍ୟାନ୍ ରେଗୁଲେଟ ରିଲିଜନ ଆଣ୍ଡ ସପୋର୍ଟ ରିଫର୍ମ ଫର ଇକ୍ୱାଲିଟି, ଯୋଉଥିରେ କି ଆମେ ୟୁସିସି ଆଣୁଛୁ। ୟୁସିସି ତ କହିହବନି, ଯୋଉଟା କି ଆମେ ଯୋଉ ଟ୍ରିପଲ ତଲାକ ଆମେ କଲେ, ଉଠେଇ ଦେଲେ ସେଇଟା। ଆଉ ଆମର କହୁଛେ କି ଟେମ୍ପଲ ଏଣ୍ଟ୍ରି, ତ ଏଇଟା କଣ ନା, ଏଇଟା ସବୁ ଷ୍ଟେଟ ଇଣ୍ଟରଫିୟର କରିପାରିବ, ପଜିଟିଭ ଇଣ୍ଟରଫିୟରେନ୍ସ କରିପାରିବ, ଆଉ ଫଣ୍ଡ ଆଉ ରିଫର୍ମ ସପୋର୍ଟ ବି କରିପାରିବ। ଏସେନ୍ସିଆଲ ରିଲିଜିୟସ୍ ଡକ୍ଟ୍ରିନ୍, ଏଇଟା କଣ ନା, ଏଇଟା ଆମର ଡିସାଇଡେଡ ବାଇ ଜୁଡିସିଆରୀ। ଏଇଟା ଆମର ଯୋଉ ଯୋଉ ଟେମ୍ପଲ ଏଣ୍ଟ୍ରି ମୁଭମେଣ୍ଟ, ଯୋଉଟା ଆମର ଅୟପ୍ପା ଟେମ୍ପଲ ଆମର ତାମିଲନାଡୁରେ ଯୋଉ ହେଇଛି, ତାର ଯୋଉ ସାବରିମାଳା ଇସ୍ୟୁ, ଏଇଟା ଏକ୍ଜାକ୍ଟଲି ସାବରିମାଳା ଇସ୍ୟୁ କୁହନ୍ତି। ତ ଏଇଥିରେ ଏସେନ୍ସିଆଲ ରିଲିଜିୟସ୍ ପ୍ରାକ୍ଟିସ୍ ଡକ୍ଟ୍ରିନ୍ ଗୋଟେ ଆସିଛି। ତ ତାର ମାନେ କଣ ନା, ଆମର ହିନ୍ଦୁ ଧର୍ମର ଏସେନ୍ସିଆଲ ଏଇ ଜିନିଷଟା ଅଛି କି ନାହିଁ। ମୁଁ କହିବି, ମୁଁ ଏଇନା ମନ୍ଦିର ଆଗରେ, ମୋର ଘର ପାଖରେ ମନ୍ଦିର ଅଛି, ମୁଁ ସେଠି ପୂଜା କରୁଛି, ଆଉ ମୁଁ କହିବି କି ଆମର ଏଠି ଚପଲ ପିନ୍ଧିକି ଆସିବା ଆଲାଉ ଅଛି, ମନେକର ମୁଁ କହୁଛି, ତାକୁ ସେଠି ବହୁତ ଜଣ ବିରୋଧ କଲେ, ଆରେ ଚପଲ କଣ ନା, ଆମର ଏଇଟା ହିନ୍ଦୁ ଧର୍ମରେ ଅଛି, ଆମେ ପ୍ରାକ୍ଟିସ କରି ଆସୁଛୁ। ତ ସେଇ ଜିନିଷଟା କହିବ କିଏ? ଏବେ ସିନା ଚପଲ ପିନ୍ଧିକି ଯିବା କଥା କହିଲେ ତମେ ମାନେ ବିରୋଧ କରିବ ସବୁ, ଚପଲ କେମିତି ଆଲାଉ ଅଛି। ତ ତାର ମୁଁ ଉଲ୍ଟାଟା କହୁଛି, ଚପଲ ନ ପିନ୍ଧିକି ଯିବାଟା କୋଉଠି ଲେଖା ହେଇଛି, ତାର ଅର୍ଥ ଆମକୁ ସେଇଟା ରିଲିଜିୟସ୍ ପ୍ରାକ୍ଟିସ୍ କି ନାହିଁ ଆମକୁ ପୁରା ଖୋଜିବାକୁ ପଡିବ। ତ ସେଇ ସବୁ ତର୍ଜମା କରିକିରି କୋଉ ଗୋଟା, ଏମିତି ଆମର ବହୁତ ସାରା ଜିନିଷ ଆମର ସବୁ ଧର୍ମ ପ୍ରାକ୍ଟିସରେ ଅଛି। ଫର୍ ସେ ଲାଇକ୍ ଏକ୍ଜାମ୍ପଲ ହେଲା କି ଆମର ଗୋଟେ ଟେମ୍ପଲ ଅଛି, ସେଠି ଝିଅ ପିଲା ଯାଇପାରିବେ କି ନାହିଁ, ଅଲଗା ଜାଗାରେ ତ ଯାଉଛନ୍ତି, ଏଠି କାହିଁ ଯିବେନି। ମୁଁ ନିଜେ ବାଙ୍ଗାଲୋର ଯାଇଥିଲି, ତ ସେଠି ଆମର କିଛିଟା ମୁଁ ଦେଖିଲି, କିଛି ଜଣ ବାହାରୁ ଆସିଥିଲେ, ସିଏ ଆଣ୍ଠୁ ଯାଏ ଡ୍ରେସ୍ ପିନ୍ଧିକି ଆସିଥିଲେ, ତାଙ୍କୁ ସେ ଫେରେଇ ଦେଲେ। ତ ସେ ଟୁରିଷ୍ଟ ମାନେ ବାହାରୁ ଆସିଥିଲେ, ତାଙ୍କର ସେଠି ଆଲାଉ ଅଛି, ଏଠି ଆସିଲେ ତ ଫେରେଇ ଦେଲେ। ତ ହିନ୍ଦୁ ତ ଇଏ ବି ହିନ୍ଦୁ, ସିଏ ବି ହିନ୍ଦୁ, ବଟ୍ ଏଟା ରିଲିଜିୟସ୍ ପ୍ରାକ୍ଟିସର କି ନାହିଁ ଅନ୍ତର୍ଗତ, ସେଇଟା କହୁଛନ୍ତି ରିଲିଜିୟସ୍ ପ୍ରାକ୍ଟିସ୍ ଡକ୍ଟ୍ରିନ୍, ସେଇଟା କି ନାହିଁ। ତ ସେ ଗୋଟେ ଡକ୍ଟ୍ରିନ୍, ମାନେ ଆମେ ଏଷ୍ଟାବ୍ଲିଶ କରିଦବା ଏଇଟା ଗୋଟେ ଡକ୍ଟ୍ରିନ୍ ହିସାବରେ, ଇଟ୍ସ ଏ ପାର୍ଟ ଅର୍ ନଟ୍। ତ ସେଇ ବେସିସରେ ଆମର କରାଗଲା କି ଟେମ୍ପଲ ଏଣ୍ଟ୍ରି କି ଯୋଉ ବ୍ୟାନ୍ କରିବା, ଇଟ୍ସ ଏ ନଟ୍ ପାର୍ଟ ଅଫ୍ ଆମର ରିଲିଜିୟସ୍ ପ୍ରାକ୍ଟିସେସ୍, ସେଥିପାଇଁ ତାକୁ ବ୍ୟାନ୍ କରାଗଲା, ଆମର ଓମେନ୍ ମାନେ ଆଲାଉଡ୍ ହେଇଥିଲେ। ତ ଏଇଟା ମନେ ରଖିବେ। ତାପରେ କନଷ୍ଟିଟ୍ୟୁସନାଲ ମୋରାଲିଟି, ଗଭର୍ନାନ୍ସ ବେସ୍ଡ ଅନ୍ କନଷ୍ଟିଟ୍ୟୁସନାଲ ଭାଲ୍ୟୁ। ମୋରାଲିଟି କଣ, ଯୋଉ ଆମର ଭୁଲ ଠିକ ବାଛିବାର ଯୋଉଟା ମାଧ୍ୟମ ଥାଏ, ଏଥିକ୍ସ ମୋରାଲିଟି ତାକୁ କୁହନ୍ତି, ଇନର ଆମର ମନ ଭିତରୁ ଯୋଉଟା। ସେମିତି କନଷ୍ଟିଟ୍ୟୁସନ ମୋରାଲିଟି, କନଷ୍ଟିଟ୍ୟୁସନ କୋଉ ସବୁ ଜିନିଷ ଚାହୁଁଛି କରିବା ପାଇଁ, ସେଗୁରା ସବୁ କନଷ୍ଟିଟ୍ୟୁସନାଲ ଭାଲ୍ୟୁ ବି ଆର୍ ଆମ୍ବେଦକର କହିଥିଲେ। ଲାଇକ୍ ସେ କନଷ୍ଟିଟ୍ୟୁସନ କହୁଛି ଆମେ ସେକୁଲାର ହବା, କନଷ୍ଟିଟ୍ୟୁସନ କହୁଛି ଆମର ବ୍ରଦରହୁଡ ରଖିବା, ଟଲରାନ୍ସ ବଢେଇବା, କନଷ୍ଟିଟ୍ୟୁସନ କହୁଛି ଆମେ ଫେଡେରାଲିଜିମ୍ ଆଣିବା, ଏଗୁରା ସବୁ କନଷ୍ଟିଟ୍ୟୁସନ ମୋରାଲିଟିର ପାର୍ଟ। ତ ଏସବୁକୁ ଆମକୁ ବୁଝିବାକୁ ପଡିବ, ଏ ସବୁ ଟର୍ମ ସବୁ ମନେ ରଖନ୍ତୁ। ଇମ୍ପୋର୍ଟାଣ୍ଟ କେସେସ୍, ଏସ୍ଆର୍ ବୋମାଇ କେସ୍ 1994ରେ, ଯୋଉଥିରେ ସେକୁଲାରିଜିମକୁ ଇନକ୍ଲୁଡ କରାଯାଇଥିଲା, ଏଇଟା ମନେ ରଖିବେ। ବୋମାଇରେ ବମ୍ ପଡିଥିଲା କଣ ପାଇଁ, ସେକୁଲାରିଜିମ୍ ପାଇଁ। ସେକୁଲାରିଜିମ୍ ପାଇଁ 1994ରେ ଗୋଟେ ବମ୍ ପଡିଥିଲା, ସେକୁଲାର ବମ୍ କହୁଛନ୍ତି, ସେଇଟା ବୋମାଇ ପକେଇଥିଲା। ଏମିତି ମନେ ରଖିଦବା। ଶାହାବାନ କେସ୍, ଶାହାବାନ କେସ୍ ଡିବେଟ୍ ଅନ୍ ପର୍ସନାଲ ଲ ଆଉ ୟୁସିସିରେ ଶାହାବାନ ଜଜମେଣ୍ଟ ଆସିଥିଲା, ଯୋଉଥିରେ କି ଆମର ୟୁସିସି ପାଇଁ ଗଭର୍ଣମେଣ୍ଟକୁ କହିଥିଲା ସୁପ୍ରିମକୋର୍ଟ କି ତମେ ଦେଖ ୟୁସିସି ହେଇପାରିବ କି ନାହିଁ। ତ କି ଟର୍ମ ଏସବୁ ଜାଣିଗଲେ। ଆଉ ଆଣ୍ଟି କନଭର୍ଜନ ଲ, ରିଲିଜିୟସ୍ ଫ୍ରିଡମ୍, ଥିଓକ୍ରାଟିକ୍ ଷ୍ଟେଟ୍, ତ ଏଇସବୁ କୋଉଠି ନା କୋଉଠି ଆପଣ ଟିକେ ଦେଖିଦେବେ। ତାପରେ ଡେମୋକ୍ରାଟିକ, ଡେମୋକ୍ରାଟିକର ମାନେ କଣ, ଡେମୋକ୍ରାଟିକ ଗଭର୍ଣମେଣ୍ଟ ବାଇ ଦ ପିପୁଲ, ଯୋଉ ଗଭର୍ଣମେଣ୍ଟଟା ଫର୍ମ ହେଲା ତା ଉପରେ ନିର୍ଭର କରୁଛି ଡେମୋକ୍ରାଟିକ। ତ ଗଭର୍ଣମେଣ୍ଟ ବାଇ ଦ ପିପୁଲ, ଥ୍ରୁ ଦ ପିପୁଲ, ଫର ଦ ପିପୁଲ, ତ ଏଇଟା ଲିଙ୍କନ କହିଥିଲେ। ତାର ମାନେ କଣ, ଆଡଭାନ୍ସ କନସେପ୍ଟ ଏଥିରେ ସବୁ ଅଛି, ଏଇଟା ଦେଖିଦବା। ପଲିଟିକାଲ ଡେମୋକ୍ରାସି କନସେପ୍ଟଟା ଗୋଟେ ଦେଖିବା, ପଲିଟିକାଲ ଡେମୋକ୍ରାସି କଣ, ସୋସିଆଲ ଡେମୋକ୍ରାସି କଣ। ଆମେ ତ ଡେମୋକ୍ରାସି ତ ଆମର ହେଇଗଲା, ମାନେ ସବୁ ଜିନିଷ ପାୱାର ରହିଲେ ଲୋକଙ୍କ ଦ୍ଵାରା। ତ ଗଭର୍ଣମେଣ୍ଟ ବାଇ ଦ ପିପୁଲ ମାନେ ଇଲେକ୍ସନ, ପ୍ରୋ ଦ ପିପୁଲ, ପ୍ରୋ ଦ ପିପୁଲ ମାନେ ଡିସିସନ୍ସ ଯାହା ବି ହବ, ଫର ଦ ପିପୁଲ ମାନେ ଆକ୍ସନ୍ସ ଗଭର୍ଣମେଣ୍ଟର ଯାହା ବି ହବ, ତାଙ୍କର ଏଇଟା ହେଲା ମତଲବ। ତ ପଲିଟିକାଲ ଡେମୋକ୍ରାସି କଣ, ସୋସିଆଲ ଡେମୋକ୍ରାସି କଣ। ପଲିଟିକାଲ ଡେମୋକ୍ରାସି ଗୋଟେ କନସେପ୍ଟ ଯୋଉଥିରେ କି କହିଲେ କି ଆମର ଭୋଟିଂ ରାଇଟ୍ସ ହେଲା, ଗଭର୍ଣମେଣ୍ଟ କିଏ ଗଢିବେ, ପିପୁଲ ପାର୍ଟିସିପେଟ କରିବେ, ତ
तो इलेक्शन गवर्नमेंट फॉर्मेशन प्रोसेस रे एटा बेसी फोकस कला पॉलिटिकल डेमोक्रेसी। सोशल डेमोक्रेसी ऑन द अदर साइड कौन कहले सोशल डेमोक्रेसी से लोकों को फोकस कला लोकों भितर इक्वालिटी रहिबो लोकों भितर फ्राटर्निटी रहिबो से इक्वाल पैसा पाइबे जस्टिस रहिबो ए सब जदि फोकस हबो एटा हबो सोशल डेमोक्रेसी हबो सेति बी आर आंबेडकर ଏଇ ସୋସିଆଲ ଡେମୋକ୍ରେସିକୁ ଫୋକସ୍ କରିଥିଲେ ଅଧିକ କିନ୍ତୁ ଆମେ ଫୋକସ୍ କଲେ ପଲିଟିକାଲ ଡେମୋକ୍ରେସି ଯେଉଁଥିରେ କି ଆମର ଭୋଟିଂ ୟୁନିଭର୍ସାଲ ଆଡଲ୍ଟ ଫ୍ରାଞ୍ଚାଇଜକୁ ଆପଣାଗଲା ତ ସେଇ ସବୁ ଜିନିଷକୁ ଏଠି ଅଧିକା ପ୍ରାୟୋରିଟି ଦିଆଗଲା ତାପରେ କନଷ୍ଟିଟ୍ୟୁସନାଲ ଡେମୋକ୍ରେସି ଆଉ ଗୋଟେ କନସେପ୍ଟ ଆସିଲା କନଷ୍ଟିଟ୍ୟୁସନାଲ ଡେମୋକ୍ରେସି ଯେଉଁଥିରେ କି ଆମର ଲିମିଟେଡ୍ ଗଭର୍ଣ୍ଣମେଣ୍ଟ ଫର୍ମେସନ୍ ହବ କନଷ୍ଟିଟ୍ୟୁସନ୍ ହବ ସୁପରମାସି ତ ରୁଲ୍ ଅଫ୍ ଲ ହବ ପଲିଟିକାଲ ଡେମୋକ୍ରେସି ମାନେ ପାର୍ଟି ସିଷ୍ଟମ ଯେଉଁ ସବୁ ଆସିବ ସେମାନେ ସବୁ ଜିନିଷ ଜଷ୍ଟିସ୍ ଆଣିବାକୁ ଚେଷ୍ଟା କରିବେ ଇଏ କରିବେ ତ ସେଇଟା ପଲିଟିକାଲ ଡେମୋକ୍ରେସି ସୋସିଆଲ ଡେମୋକ୍ରେସି ଦିଜ୍ ଆର୍ ରିଲେଟେଡ୍ କନସେପ୍ଟ ଯେଉଁଟା ଏକ୍ଜାମରେ ପଢୁଛି ଖାସ କରି ଓପିଏସସି ଟାଇପ୍ର ଏକ୍ଜାମରେ ଡେଲିବରେଟିଭ ଡେମୋକ୍ରେସି ମାନେ ଡିବେଟ୍ ଡିସ୍କସନ୍ କନସଲଟେସନ୍ ହଉଥିବ ବହୁତ ଯେଉଁଟାକି ଆମ ଭିତରେ ଏବେ ବହୁତ ହିଁ କମ୍ ଆମେ ଡିବେଟ୍ ଗଭର୍ଣ୍ଣମେଣ୍ଟର କ୍ରିଟିସିଜିମ୍ ବା କିଛି କରିପାରୁନେ ପାର୍ଟିସିପେଟୋରୀ ଡେମୋକ୍ରେସି ଯେଉଁଠି ଗୋଟେ ଦେଖନ୍ତୁ ରିପ୍ରେଜେଣ୍ଟେଟିଭ ଡେମୋକ୍ରେସି ଆଉ ଗୋଟେ ହେଉଛି ପାର୍ଟିସିପେଟୋରୀ ଡେମୋକ୍ରେସି ଆମର ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ଇଜ୍ ଆଉ ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ଇଜ୍ ରିପ୍ରେଜେଣ୍ଟେଟିଭ ଡେମୋକ୍ରେସି ଆମେ ତାଙ୍କୁ ରିପ୍ରେଜେଣ୍ଟ କରୁଛୁ ସେ ଆମର କିନ୍ତୁ ଯେଉଁ ଲୋକାଲ ବଡି ସେଟା ହେଉଛି ପାର୍ଟିସିପେଟୋରୀ ଡେମୋକ୍ରେସି ବିକଜ ସେଠି ଆମେ ଡାଇରେକ୍ଟ ହିଁ ଯାଇକି ବସୁଛେ ସେଠି ଆମର ଗ୍ରାମ ସଭା ଯୋଉଟା ସେଠି ଲୋକ ଡାଇରେକ୍ଟ ବସୁଛନ୍ତି କିନ୍ତୁ ରିପ୍ରେଜେଣ୍ଟେଟିଭରେ ଆମର ଏମପି ଏମଏଲଏ ମାନେ ଯାଇକି ବସୁଛନ୍ତି ଆମର ରିପ୍ରେଜେଣ୍ଟେଟିଭ ସେଇଟା ହେଲା ରିପ୍ରେଜେଣ୍ଟେଟିଭ ଡେମୋକ୍ରେସି ତାପରେ କନଫ୍ୟୁଜ ହେବେନି ଦିଟା ଅଲଗା ଜିନିଷ ପୁରା ସେପାରେଟ କଣ ଇଲେକ୍ଟ୍ରାଲ ଡେମୋକ୍ରେସି ମାନେ ଆମର ଡେମୋକ୍ରେସି ଯୋଉ ପିପୁଲଙ୍କ ଦ୍ଵାରା ଯୋଉ ହଉଛି ସେଟା ଇଲେକ୍ସନ ହେଇକି ହବ ମାନେ ରିପ୍ରେଜେଣ୍ଟେଟିଭ କରିକି କରିବେ ସେଇଟା ଗୋଟେ ଜିନିଷ ତ लिबराल डेमोक्रेसी माने कौन लिबराल माने लोकों को लिबर्टी अधिका मिलुथिବ जे डेमोक्रेसी सेई डेमोक्रेसी जोटी लोकों को लिबर्टी अधिका मिलुछि तांकर राइट तांकर स्पीच ताको अधिक प्रोटेक्शन मिलुछि माने सिटी गवर्नमेंट रो पावर पूरा कम थिबो सिटी इलेक्टोरल डेमोक्रेसी एटा इलेक्ट माने जो माने इलेक्टोरेट हे गले गवर्न करछन तांको हाते पावर बहुत रहि जाउछि लिबराल डेमोक्रेसी माने हमर लोकों हाते बहुत छूट से इलेक्शन कर देले सी अल्प किसी काम करिवे बट आंको हाते फ्रीडम बेसी रहइबो जोटा हमर नुहे हमर इलेक्टोरल डेमोक्रेसी अधिका अछि मेजोरिटारियनिज्म वर्सेस कॉन्स्टिट्यूशनलिज्म कोन ना मेजोरिटारियनिज्म माने जदि मेजोरिटी हे जाउछि अधिक देन से किछि भी क्षमता तार रहउथिबो लाइक एबे हमर जदि जो हमर धर बीजेपी गवर्नमेंट कहउछि 400 पार जदि से 543 रु 400 वोट नै आसिला पूरा मेजोरिटी आसिला देन ता हाते क्षमता अछि कि से कॉन्स्टिट्यूशन भी चेंज कर दै पारे तो ए सब को कहंदी मेजोरिटारियनिज्म न हवा कथा कॉन्स्टिट्यूशनलिज्म ये गोटे मान रखिबे कॉन्स्टिट्यूशन गोटे बही गवर्नमेंट गोटे अछि एमिति देखंतु बही गवर्नमेंट ऊपर बेडिया पकेकी रखिछि ताकू यदि गवर्नमेंट को आमे कहया गोटे हाथी ताले कॉन्स्टिट्यूशन होछि ता हाथी गोड़े थिबा जो कंटा से ताकू रेस्ट्रिक्ट कर रखिबो तमे एतिकी दूर जाइबो एतिकी जीवनी एतिकी कंटा सेमति न कहले कि ता ऊपर बसतिबा जो महंत बसुछि बाड़ी धरिकी सेटा होछि कॉन्स्टिट्यूशन से ताकू सबुळे लिमिट करिवो तमे एतिकी पावर ही तो पाखे तू जेते बड़ जीव होता ना काहे तो हाथे पावर अछि जदी सेही बळे हाथी बहुत ही गले आ से महंत को फोपाड़ी देले देन सेटा हबो मेजोरिटारियनिज्म एमती मन रखंतु माने अनचेक्ड मेजोरिटी रूल हेजिबा मेजोरिटारिज्म और कॉन्स्टिट्यूशनलिज्म माने लिमिटेड चेक्ड पावर एथिरे थिंकर सब किए थिले अब्राहम लिंकन गवर्नमेंट बाय द पीपल जे कि हमर बेसी पॉलिटिकल डेमोक्रेसी को फोकस करूथिले ଆଉ ଆଲେକ୍ସିସ୍ ଡି ଟ୍ରାଙ୍କୋବିଲେ ଯେ ଟାଇରାନି ଅଫ୍ मेजोरिटी जोटा मेजोरिटारियनिज्म को ऊपर फोकस करथिले टाइरानी ऑफ मेजोरिटी और बी आर आंबेडकर जे सोशल डेमोक्रेसी को फोकस करथिले जेमति मु कहिली सेमती रिपब्लिक कहले कौन बुझा यहाँ सब पिला कन्फ्यूज होती डेमोक्रेसी और रिपब्लिक भितर रिपब्लिक हेड ऑफ द स्टेट इज इलेक्टेड नॉट हेरिडिटरी यहाँ भी गोटे यहाँ जस्ट सिंबलिकली लाइक आमर हेड ऑफ द स्टेट किए प्रेसिडेंट प्रेसिडेंट आमर इलेक्टेड हेरिडिटरी नुहे पुओ ता पुओ सेमती नुहे जमी ब्रिटेन में चली आसी तो इट्स ए सिंबलिक पोजिशन किंतु आम सिंबलिकली भी आम कह रिपब्लिक आम से डेमोक्रेटिक रिपब्लिक डेमोक्रेटिक हूँ गवर्नमेंट विषय आउ रिपब्लिक हूँ प्रेसिडेंट विषय हेड ऑफ द स्टेट विषय यहाँ मन रखिए रिपब्लिक वर्सेस डेमोक्रेसी यहाँ मुझे बुझेदेली सोर्स ऑफ पावर कौन आउ नेचर ऑफ हेड को भाया हवा दरकार ता विशेष कॉन्स्टिट्यूशनल रिपब्लिक माने हेड ऑफ द स्टेट लिमिटेड बाय कॉन्स्टिट्यूशन माने हमर प्रेसिडेंट भी कॉन्स्टिट्यूशन द्वारा लिमिटेड आउ सिविक वर्च्यू
सिटीजन्स सेन्स ऑफ रेस्पॉन्सिबिलिटी सिविक भर्च्यू गोटे वर्ड माने को हमर जो ଲୋକଙ୍କ ଭିତରେ ଯୋଉ ଭର୍ଚ୍ୟୁ ବା ୱିଲ୍ ପାୱାର ବା ଭଲ ମୋରାଲିଟି ରହିବାର ଅର୍ଥ ସିଭିକ୍ ଭର୍ଚ୍ୟୁ। ରେସ୍ ପବ୍ଲିକା ମାନେ ପବ୍ଲିକ ଆଫେୟାର ଏଟା କହନ୍ତି। ହିଷ୍ଟୋରିକାଲ ଇନଫ୍ଲୁଏନ୍ସ ଇନ୍ସପାୟର୍ଡ ବାଇ ଫ୍ରେଞ୍ଚ ରିଭଲ୍ୟୁସନ ଆଣ୍ଡ ରୋମାନ ରିପବ୍ଲିକାନ ଟ୍ରାଡିସନ୍ସ। ଫ୍ରେଞ୍ଚ ରିପବ୍ଲିକ ଦ୍ୱାରା ଏଇଟା ହେଇଛି ରିପବ୍ଲିକ। ତାପରେ ଆସିଲା ଜଷ୍ଟିସ୍। ଜଷ୍ଟିସ୍ କହିଲେ କଣ ବୁଝେ? ଆସ୍ୟୁର୍ସ ଫେୟାରନେସ୍ ଇନ୍ ଅଲ୍ ସ୍ପିୟର୍ସ। ଜଷ୍ଟିସ୍ କେମିତି ଆମେ ବୁଝିବା? ଜଷ୍ଟିସ୍ ମାନେ ମୁଁ ଯାଉଛି ବଜାର, ତ ମତେ ଇକୋନୋମିକାଲି କେହି ଗୋଟେ ପଛୁଆ କହିପାରିବେନି, ମୁଁ ସୋସିଆଲି ବି କିଛି ପଛୁଆ ନୁହଁ, ମତେ କାଷ୍ଟ ବେସ୍ଡ କେହି କିଛି କହିପାରୁନଥିବେ, ବା କାଷ୍ଟ ବେସ୍ଡ ମୁଁ ଫିଲ୍ ବି କେହି କହିବା ତ ଦୂରର କଥା ମୁଁ ଫିଲ୍ କରୁନଥିବି। ଆଉ ପଲିଟିକାଲ ଜଷ୍ଟିସ୍, ଜଣଙ୍କ ପାଖରେ ପାୱାର ଅଛି ସିଏ ମତେ ଆଖି ଦେଖେଇ ପାରୁନଥିବ। ତ ଆମର ଏବେ ଦେଖିବାକୁ ଗଲେ ଦେଖନ୍ତୁ ପଲିଟିକାଲି ଆମେ ଜଷ୍ଟିସ୍ ଆମ ହାତରେ ହଁ ଅଛି କିଛି ମାତ୍ରାରେ, ଆମେ ଗୋଟେ ନେତା ସହିତ କଥା ହେଇପାରୁଛୁ, ଆମେ ଯାହା ବି ହେଲେ ଆମ ପାଖରେ ପଲିଟିକ୍ସରେ ଆମେ ଭାଗ ନେଉଛୁ, ଠିକ୍ ଅଛି। ବଟ୍ ଇକୋନୋମିକାଲି ଜଷ୍ଟିସ୍ ଆମ ପାଖରେ ଅଛି କି? ଇନଇକ୍ୱାଲିଟି, ତାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଇନଇକ୍ୱାଲିଟି ଆମର ବହୁତ ଅଧିକ ଅଛି। ଲକ୍ଷପତି କୋଟିପତି ଜାଗାରେ ଆଉ ଲୋକଙ୍କ ପାଖରେ କିଛି ନାହିଁ, ତ କୌଣସି ନା କୌଣସି ଜାଗାରେ ଆମର ସେଇ ଜଷ୍ଟିସଟା ଆଟେଣ୍ଡ କରିବାର ଅଛି। ସୋସିଆଲ ଜଷ୍ଟିସ୍, ତ କାଷ୍ଟ ଡିସ୍କ୍ରିମିନେସନ ହେଲା, ଏସବୁ ଜିନିଷ ଆମ ସୋସାଇଟିରେ ଅଛି କି? ହଁ ଅଛି, ବହୁତ ପାଖରେ ଆଗେଇଲାଣି, ଷ୍ଟିଲ୍ ଅଛି। କିନ୍ତୁ ଏସବୁ ଆମ ପ୍ରିଆମ୍ବୁଲରେ ଆମେ ଚାହୁଁଛୁ କି କନଷ୍ଟିଟ୍ୟୁସନ ଏମିତି କିଛିଟା କରୁ ଯୋଉଥିରେ କି ଏଇସବୁ ଜିନିଷ ହଉ, ସେଥିପାଇଁ ୟାକୁ ପ୍ରିଫେସ୍ କହୁଛନ୍ତି। ତାପରେ ଆଡଭାନ୍ସ କନସେପ୍ଟ କିଛିଟା ଗଲା ଦେଖିବା। ଏଇଟା ତ ଦେଇଦେଲା, ବେସିକ ହେଇଗଲା। ଏତିକିରୁ ଆମେ କ୍ୱେଶ୍ଚିନ୍ ଆସିଲେ ଆମେ କରିଦେବା ତିନି ପ୍ରକାର, ତାକୁ କହୁଛନ୍ତି ଏସିପି, ସୋସିଆଲ ଇକୋନୋମିକ ପଲିଟିକାଲ ଜଷ୍ଟିସ୍। ଆଡଭାନ୍ସ କନସେପ୍ଟରେ ଦେଖିଲେ ଡିଷ୍ଟ୍ରିବ୍ୟୁଟିଭ ଜଷ୍ଟିସ୍ କଣ, କରେକ୍ଟିଭ ଜଷ୍ଟିସ୍ କଣ, ପ୍ରୋସିଜୁରାଲ ଜଷ୍ଟିସ୍ କଣ। ଦେଖନ୍ତୁ ଡିଷ୍ଟ୍ରିବ୍ୟୁଟିଭ ଜଷ୍ଟିସ୍ ମାନେ କି ଆମେ ଯୋଉ ଗୋଟା ରିସୋର୍ସ ଆମ ପାଖରେ ଅଛି ସେ ଫେୟାର ଡିଷ୍ଟ୍ରିବ୍ୟୁସନ ସମସ୍ତଙ୍କ ମଧ୍ୟରେ ହଉ। ଆମେ ଗଭର୍ଣ୍ଣମେଣ୍ଟ ଧର କିଛି ଦଉଛି, ତାକୁ କାହା ଭିତରେ ଡିସ୍କ୍ରିମିନେସନ ନ କରୁ। କାଲି ସକାଳେ ଗୋଟେ ଗଭର୍ଣ୍ଣମେଣ୍ଟ କିଛି ଗୋଟେ ଆମକୁ ଦବ, ଯୋଉଥିରେ ସେ ମତେ କହିବ ନାଇଁ ତୁ ନେ ନା, ଆଉ ଜଣଙ୍କୁ କହିବ ତୁ ନେ, ସେଠି ଗୋଟେ ଇକ୍ୱାଲିଟି ରହୁନି ନା, ମତେ ମନରେ ଫିଲ୍ ହବ, ତ ସେଠି ହବନି। ବାକି କିଛିଟା ସେକ୍ସନ ଧର କାଲି ଗୋଟେ କିଛିଟା ଗଭର୍ଣ୍ଣମେଣ୍ଟ ହେଲା, ସେ କହିଲା ଇଏ ଆମର ପାର୍ଟି ଲୋକ ହିଁ ନେବେ, ଅନ୍ୟମାନେ ନେବେନି, ସେଇଟା ଆମ କଣ୍ଟ୍ରିରେ ଆଲାଉ ନାହିଁ, ତ ସେଇଟା କହୁଛନ୍ତି ଡିଷ୍ଟ୍ରିବ୍ୟୁଟିଭ ଜଷ୍ଟିସ୍। କରେକ୍ଟିଭ ଜଷ୍ଟିସ୍ କଣ ନା, ଆମେ ରିମେଡିଆଲ ମେଜର୍ସ ବି ନବୁ ହିଷ୍ଟୋରିକାଲ ଜଷ୍ଟିସକୁ ଠିକ କରିବା ପାଇଁ। କାଷ୍ଟ ଯୋଉ ପଛୁଆ ବର୍ଗ ମାନେ ଅଛନ୍ତି, ଏସି ଏସଟି, ଓବିସି ଆଉ ଇଡବ୍ଲ୍ୟୁଏସ୍, ଇକୋନୋମିକାଲି ୱିକନେସ୍, ତାଙ୍କୁ ଠିକ କରିବା ପାଇଁ ଆମେ ଡିସ୍କ୍ରିମିନେସନ ବି କରିବୁ, ଜଷ୍ଟିସ୍ ତାଙ୍କୁ ବି ଦବୁ। କେମିତି ନା ତାଙ୍କ ପାଇଁ କିଛିଟା ଏକ୍ସଟ୍ରା ବେନିଫିଟ ଦବୁ, ତ ସେଇଟା କହୁଛନ୍ତି କରେକ୍ଟିଭ ଜଷ୍ଟିସ୍, ରିଜର୍ଭେସନ ଯୋଉଟା ଆଫର୍ମେଟିଭ ଆକ୍ସନ। ତାପରେ ପ୍ରୋସିଜ୍ୟୁରାଲ ଜଷ୍ଟିସ୍, ଫେୟାର ପ୍ରୋସିଜିଓର, ଏସବୁ ଜିନିଷ କଲା ବେଳେ ଆମେ ଜଷ୍ଟିସ୍ ବି ମେଣ୍ଟେନ କରିବୁ। ଲାଇକ୍ ଆମେ ଯଦି ଏଇଖିନା ଚାହୁଁଛୁ ଆମର ଏଠି ସମସ୍ତଙ୍କ ଭିତରେ ଇକ୍ୱାଲିଟି ହଉ ବା କାଷ୍ଟ ଡିସ୍କ୍ରିମିନେସନ ହଉ, ବଟ୍ ସେଇ ଜାଗାରେ ଜଣେ କୁ ମାରିକିରି ଆମକୁ ଇକ୍ୱାଲିଟି କରିବାକୁ ଅଛି, ଦେନ୍ ନାହିଁ, ସେ ପ୍ରୋସିଜିଓର ହିଁ ଖରାପ, ଆମେ କାହା ଜୀବନ ନେଇପାରିବାନି ଆମର ଜଷ୍ଟିସ୍ ଆଣିବା ପାଇଁ। ତ ସେ ସବୁ ଜିନିଷ ହେଲେ ଆମକୁ ପ୍ରୋସିଜିଓରାଲ ଜଷ୍ଟିସ୍ ତାକୁ କହନ୍ତି, ମାନେ ଆମେ ଲରେ ହିଁ ଯିବା। ତ ପ୍ରୋସିଜିଓରାଲ ଜଷ୍ଟିସ୍ ଏଇଟା ମନେ ରଖିବେ। ଥିଙ୍କର୍ସ ଭିତରେ ଜନ୍ ରଲ୍ସ ଏଇଠି ଜଷ୍ଟିସ୍ ଆଜ୍ ଫେୟାରନେସ୍ ବୋଲି କହିଥିଲେ। ଥିଓରି ଅଫ୍ ଜଷ୍ଟିସ୍, ଜନ୍ ରଲ୍ସ, ତାଙ୍କ ବୁକ୍ ଟା ଥିଲା ଏ ଥିଓରି ଅଫ୍ ଜଷ୍ଟିସ୍, ଏଇ ବୁକ୍ ଟା ବି ମନେ ରଖିବେ। ନେକ୍ସଟ ଯିବା ଲିବର୍ଟି। ଲିବର୍ଟି ଦେଇଛି ଏଠି ଚଢେଇ ଚିହ୍ନ ଦେଇଛି, ଏଠି ଚିହ୍ନ ଦେଖନ୍ତୁ, ଜଷ୍ଟିସ୍ ମାନେ ଇକ୍ୱାଲିଟି ବାଲା, ଫେୟାରନେସ୍ ବାଲା, ଆଉ ଲିବର୍ଟି ମାନେ ଚଢେଇ ଚିହ୍ନ, କାହିଁକି ନା ସେ ଫ୍ରିରେ ତା ମନ ଇଚ୍ଛା ଉଡିବେ, ସେ ମରୁ, ମୁଁ ମରିବି ପଛେ ମୁଁ ମୋ ମନ ଇଚ୍ଛା ଉଡିବି, ସେଇ ପ୍ରକାର। କିନ୍ତୁ ତାର ଅର୍ଥ ନୁହଁ ମୁଁ ଆଉ ଯାହା କା ବାଡିରେ ପଶି କିଛି କରୁଛି, ମୁଁ ମୋର ଫ୍ରିରେ ବୁଲିବି ଯୋଉ ପର୍ଯ୍ୟନ୍ତ ମୋର ଫ୍ରିଡମ ଅଛି। ତ ଫ୍ରିଡମ ଟୁ ଥିଙ୍କ, ଏକ୍ସପ୍ରେସ, ବିଲିଭ, ଆକ୍ଟ, ଏସବୁ, ତ ଏସବୁ ଜିନିଷ ତ ଆମର ଲିବର୍ଟି ଅଫ ଫ୍ରିଡମ ଥଟ୍। ତ ଏଇଟା ମନେ ରଖିଦିଅନ୍ତୁ କଣ ସବୁ ଦେଇଛି ଏଠି। ଲିବର୍ଟି ଅଫ ଥଟ୍, ଏକ୍ସପ୍ରେସନ, ବିଲିଭ, ଫେଥ ଆଣ୍ଡ worship, ପାଞ୍ଚଟା ଜାଗାରେ ଦେଇଛି। worship ଦେଲା ମାନେ ଏଇଟା ବି ଗୋଟେ ସେକୁଲାରିଜିମ୍, ତ ସେକୁଲାରିଜିମ୍ କନସେପ୍ଟ ଆମର ପ୍ରିଆମ୍ବୁଲରେ ବି ଅଛି। ଥଟ୍, ଏକ୍ସପ୍ରେସନ, ବିଲିଫ, ଫେଥ ଆଉ worship, EBFW, TEBFW, ପାଞ୍ଚଟା। ଲିବର୍ଟିରେ ପାଞ୍ଚଟା ପ୍ରିନ୍ସିପଲ, ଜଷ୍ଟିସରେ ତିନିଟା ପ୍ରିନ୍ସିପଲ ରହିଲା, ଏସିପି ଆଉ ଲିବର୍ଟିରେ ପାଞ୍ଚଟା TEBFW। ଏକ୍ସଟ୍ରା ସବୁ କଣ ଦେଲା ନା, ଏକ୍ସଟ୍ରା ଦେଲା କି ନେଗେଟିଭ ଲିବର୍ଟି କଣ। ନେଗେଟିଭ ଲିବର୍ଟି ମାନେ ତମେ ତ ବୁଲୁଛି, ମୁଁ ତ ବୁଲିବି ଯୋଉଠି, ବଟ୍ ମତେ ରେଷ୍ଟ୍ରିକ୍ସନ ଅଛି କି, ହଁ ଅଛି, ଦେନ୍ ଦ୍ୟାଟ୍ସ ଏ ନେଗେଟିଭ ଲିବର୍ଟି। ମାନେ ଫ୍ରିଡମ ଫ୍ରମ ଷ୍ଟେଟ ଇଣ୍ଟରଫିୟରେନ୍ସ, ତ କି ଷ୍ଟେଟ ଏଥିରେ ଇଣ୍ଟରଫିୟରେନ୍ସ କରିପାରିବ ନାହିଁ। ତାପରେ ପଜିଟିଭ ଲିବର୍ଟି,
पॉजिटिव लिबर्टी कौन ना कैपेसिटी टू डेवलप माने नेगेटिव लिबर्टी माने कि एटा गवर्नमेंट रो किछि रोल नाही गवर्नमेंट मते केते दूर निजु रेस्ट्रिक्ट करिवो मो लिबर्टी ऊपर आंच आसिया पे सेटा नेगेटिव ऑन द एक्शन ऑफ गवर्नमेंट तो सेटा पॉजिटिव लिबर्टी माने कोन कैपेसिटी टू डेवलप वन सेल्फ मो ऊपर पॉजिटिव लिबर्टी हबो माने मु डेवलप निज अनुसार करि परिबी जहा मु चाहेबी ता बनि परिबी सेटा पॉजिटिव लिबर्टी एटा मन रखिबे ड्यू प्रोसेस ऑफ लॉ एटा यूएसए रु आस्तिला वर्सेस प्रोसीजर एस्टैब्लिश्ड बाय लॉ एटा इंडिया रे एटा आपण ड्यू प्रोसेस ऑफ लॉ आउ प्रोसीजर एस्टैब्लिश्ड बाय लॉ देखो प्रोसीजर एस्टैब्लिश्ड बाय लॉ जापान रु आछि आउ इंडिया एटा आपण प्रोसीजर एस्टैब्लिश्ड बाय लॉ तार माने कोन ड्यू प्रोसेस ऑफ लॉ ना जेमति ड्यू प्रोसेस माने प्रोसेस ऊपर ध्यान दिया होची प्रोसीजर एस्टैब्लिश्ड लॉ माने इठी एस्टैब्लिश ऊपर ध्यान दियंतु गोटे लॉ एस्टैब्लिश हे जाईची माने जदि आमे गोटे एक्शन करिबा सेटा लॉ अनुसार करिबा देन एटा वैलिड एग्जांपल मनकर आमे गोटे घर ऊपर बुलडोजर चढ़ाऊछु ताको भांगुछु एनक्रोचमेंट हटाऊछु हमर लॉ रे अछि गवर्नमेंट लैंड ऊपर जदि एनक्रोच करूछु गवर्नमेंट रो पावर अछि भांगिया तो गवर्नमेंट आसिला ताको भांगी देला देन दैट इज एस्टैब्लिश्ड बाय लॉ आमे ताको पूरा वैलिड अछि सेटा किछि भी एथिरे नाही देन दैट इज माने एथिकली करेक्ट की नो बट इट इज प्रोसीजर एस्टैब्लिश्ड बाय लॉ सेटा लॉ को आमे वायलेट करछु तेनि कि लॉ को के क्वेश्चन करि परिबे नाही लॉ टा ही जहा अछि ता अनुसार जदि गवर्नमेंट ताको करूछि देन गवर्नमेंट ठीक गवर्नमेंट को केही क्वेश्चन करि परिबे नाही तो सेटा हेगला प्रोसीजर एस्टैब्लिश्ड बाय लॉ किंतु ड्यू प्रोसेस ऑफ लॉ कोन ना से प्रोसेस ऊपर ही क्वेश्चन आसीबो कि सिटी सबले क्वेश्चन हबो कि से प्रोसेस टा ठीक की धर आमे घर भांगिया को जाउछु तो सिटी घरटा ठीक की भंगा हेई पारिबो कि सिटी क्वेश्चन उठिबो आगो सिटी आगो डिसाइड हबो कि एमिति केमिति घर भांगी दबो घरटा भांगिले लोकटार जीवनटा पळेबो सी जेटी एते दिन कर घर कर रहिलानी तो तार किछि व्यवस्था न करी तुम केमिति घर भांगुछ तो सेटा हे जिवो ड्यू प्रोसेस ऑफ लॉ तो सेटा अमेरिका रे फॉलो हुए एटा हमर इंडिया रे फॉलो हुए तो एटा मन रखिबे तो तार पॉजिटिव नेगेटिव कोन जेहेतु ड्यू प्रोसेस लॉ सेटा डिसाइड करिवो कि सेटा कोर्ट डिसाइड करिवो ता माने सिटी जुडिशियल रिव्यू कोर्ट सबूर करि परिबो जे कोनस लॉ अछि तार क्वेश्चन इनैक्टमेंट ऊपर ताको क्वेश्चन करि परिबो सुप्रीम कोर्ट तो तार जुडिशियल रिव्यू स्कोप बहुत तो तार नेगेटिव भी अछि जेहेतु सब लॉ को सिटी करि परिबो ओवर रीच भी हे पारे तो सेटार रिस्क अछि किंतु एठी जुडिशियल रिव्यू लिमिटेड तो हमर किछटा को करि परिबो किछटा को करि परिबोनी सेटा लिमिटेड पावर तो सेटा हमर जुडिशियल रिव्यू लिमिटेड तो सेति आर रिस्क है एठी गवर्नमेंट रो ओवर रिच भी हे पारे लॉ को फॉलो करी से आगु भी बढ़ी पारे केही किछि कहि परिबेनी ताको तो से प्रकार जिंस रहउची मेनका गांधी केस आर्टिकल 21 रे इंटरप्रिटेड टू इंक्लूड ड्यू प्रोसेस तापर 21 रे मेनका गांधी केस रे ड्यू प्रोसेस को भी इंक्लूड करा गला कि नाही हमें एतर लॉ रो जुडिशियल रिव्यू अंडर रे भी आसु लॉ हम जुडिशियल रिव्यू भी करि पारिबा तो एटा मन रखिबा आर्टिकल 21 रे प्रोसीजर एस्टैब्लिश्ड बाय लॉ टा मेंशन अछि केमिति मेंशन अछि ना तमे कार लाइफ नहीं परिबनी एक्सेप्ट प्रोसीजर एस्टैब्लिश्ड बाय लॉ माने जदि गणे लॉ जहा भी जणे दंडित हो माने भूल करू ता लाइफ तमे नहीं परिबनी जदि तमे लॉ न फॉलो करछ एतबे हम लॉ करिछु कि जदि जणे एइटा कला सी पनिशेबल बाय डेथ हबो ताकू सेही लॉ अनुसार जाई कि से डेथ पाइबो फांसी पाइबो कि कोन बट तमे ताकू अन्य कोनोसी उपाय रे जस्टिस मारी कि नहीं परिबनी कि किछि कर परिबो नाही तो एई सब आर्टिकल 21 रे सेटा मेंशन अछि हमरो प्रोसीजर एस्टैब्लिश्ड बाय लॉ किंतु ड्यू प्रोसेस भी हमर फॉलो हबो सेटा मेनका गांधी केस रे आर्टिकल 21 रे अछि तो एटा मन रखि दबो इंपोर्टेंट आर्टिकल 1978 रे मेनका गांधी केस रे स्कोप ऑफ आर्टिकल 21 रे स्कोप टा बढ़ी गला तापर आसला इक्वालिटी इक्वालिटी कोन इक्वालिटी ऑफ स्टेटस एंड अपॉर्चुनिटी सिटी पूरा मेंशन अछि इक्वालिटी ऑफ स्टेटस एंड अपॉर्चुनिटी स्टेटस माने कोन अपॉर्चुनिटी माने कोन ना मो पाखरे जहा अछि आउ अपॉर्चुनिटी माने मु जहा पाया पई अछि स्टेटस माने मो पाखरे गाड़ी घोड़ा सब अछि तो सेठी इक्वालिटी आसिया दरकार माने समस्त पाखरे जेते इक्वालिटी हबो सेते भलो तो सिए गोटे प्रकार अपॉर्चुनिटी माने समस्त को अपॉर्चुनिटी गवर्नमेंट जॉब बाहरुची समस्त पाखु सेटा जिबा कथा अपॉर्चुनिटी पाया कथा समस्ते ताकू अप्लाई करिबा पई जदि जणको मु कहली गोटे जॉब अछि सेतिरे तमे अप्लाई करि परिबो नाही देन दैट सेटा गोटे इक्वालिटी प्रिंसिपल रे जाउ तो एई थ्रु विभिन्न क्वेश्चन आसे कोन फॉर्मल इक्वालिटी आउ इक्वल फॉर्मल इक्वालिटी माने कोन फॉर्मल इक्वालिटी माने कहू कहू आमे इक्वालिटी रो माने जदि आमे भाबिबा एटा इक्वल ट्रीटमेंट भाबे कहूची माने गवर्नमेंट आसिला से समस्त इक्वालिटी देखुची सुप्रीम कोर्ट आमे जज जाउछु से समस्त इक्वल भाबे देखौची तो सेटा गोटे फॉर्मल कांसेप्ट सेटा जस्टिफाई करूनी हमर इक्वालिटी प्रिंसिपल हमर कॉन्स्टिट्यूशनल मोरालिटी रे कोन इक्वालिटी प्रिंसिपल अछि बट सब्सटेंसिव इक्वालिटी माने इक्विटी बेस्ड जस्टिस
ଇକ୍ୱିଟି ମାନେ କ'ଣ, ଯେମିତି ମୁଁ ଆମ ନ୍ୟୁଜ୍ ପେପର୍ ଡିସ୍କସନ୍‌ରେ କହିଥିଲି କି ଏଇଠି ଗୋଟେ ଆମର ଅଛି ଷ୍ଟାଡିୟମରେ ଗୋଟେ ମ୍ୟାଚ୍ ଚାଲିଛି, ଆମେ ଠିଆ ହେଇକି ଦେଖୁଛୁ। ତ ସେଠି ଗୋଟେ କାନ୍ଥ ଅଛି, ଏପଟରେ ମ୍ୟାଚ୍ ଚାଲିଛି। ତ ଏଠି କାନ୍ଥଟେ ଅଛି, ବଡ଼ କାନ୍ଥଟେ, ଏଠି ଲୋକ ଠିଆ ହେଇଛନ୍ତି। ଏଠି ଗୋଟେ ଡେଙ୍ଗା ଲୋକଟେ ଅଛି, ଏଠି ଗୋଟେ ଛୋଟ ଲୋକଟେ ଅଛି। ତ ସିଏ ଫ୍ରିରେ ସମସ୍ତେ ଗଭର୍ଣ୍ଣମେଣ୍ଟ କହିଦେଲା କି ଏଇଟା ସମସ୍ତେ ଠିଆ ହେଇକିରି ମ୍ୟାଚ୍ ଦେଖିପାରିବେ। ତ ସେଠି କାନ୍ଥଟେ ତ ଅଛି, କାନ୍ଥ ଅଛି ମାନେ ଗୋଟେ ଅବଷ୍ଟାକଲ ତ ଅଛି। ତ ଏଠି ଗୋଟେ ବଡ଼ ଲୋକଟେ ଆରାମସେ ମ୍ୟାଚ୍ ଦେଖୁଛି। ଗୋଟେ ଛୋଟିଆ ଲୋକଟେ, ସିଏ ତ ବାଇ ବର୍ଥ ଛୋଟ ହେଇଛି, ସେ ତ କିଛି କରିପାରିବନି। ତ ସିଏ କେମିତି ଦେଖିବ? ତାର ଅର୍ଥ ଗଭର୍ଣ୍ଣମେଣ୍ଟ ଇକ୍ୱାଲିଟି ଦେଲେ ବି ତାକୁ ପ୍ରୋଭିଜନଟା ସେ ଆକ୍ସେସ୍ ହେଇପାରୁନାହିଁ। ତ ସେଇ ପ୍ରିନ୍ସିପଲ ଆମେ ଦେଖିବା, ଯଦି ଆମର ଅପରଚ୍ୟୁନିଟି ସମସ୍ତଙ୍କୁ ଦିଆ ତ ହେଉଛି, ବଟ୍ ଇଏ ଯଦି ହିଷ୍ଟୋରିକାଲି ଇନଜଷ୍ଟିସ୍ ଅଛି, ତା ପାଖରେ କାପାସିଟି ନାହିଁ, ଦେନ୍ ସେ କେମିତି ଆକ୍ସେସ୍ ନେବ? ନେଇପାରିବ ନାହିଁ। ବିକଜ ହିଷ୍ଟୋରିକାଲି ଇନଜଷ୍ଟିସ୍ ହେଲେ କ'ଣ ସବୁ ହେଉଛି? ସୋସିଆଲି ତାକୁ ଡର ବି ଲାଗୁଛି, ସେ ପବ୍ଲିକରେ ସ୍ପିକିଂ ପାୱାର ବି ତାର ନାହିଁ, ସେ ଘରୁ ବାହାରି ବି ପାରୁନି, ତାକୁ ଅନଟଚେବିଲିଟି ଫେସ୍ କରିବାକୁ ପଡୁଛି, ତ କମନ ଜାଗାକୁ ସେ ଆସିପାରୁନି, ଏଜୁକେସନ ପାଇପାରୁନି, ତ ବହୁତ ପ୍ରକାର ଅଛି। ସେଠି କରିବାକୁ ହେଲେ କ'ଣ ହବ? ଆମେ ଯଦି ଏଠି ଗଭର୍ଣ୍ଣମେଣ୍ଟ ଗୋଟେ ଟୁଲ ପକେଇଦବ, ଯାହାର କମ୍ ହାଇଟ୍ ସିଏ ବି ଠିଆ ହେଇକି ଦେଖିବ। ତାର ଅର୍ଥ ଏବେ ଇକ୍ୱାଲିଟି ପ୍ରିନ୍ସିପଲ ଆସିଲା, ଇକ୍ୱିଟି ପ୍ରିନ୍ସିପଲ ଆସିଲା। ଏଇଟାକୁ କହୁଛନ୍ତି ଇକ୍ୱିଟି ବେସ୍ଡ ଇକ୍ୱାଲିଟି ବା ଜଷ୍ଟିସ୍। ତ ସେଇଟା ହେଇଗଲା ସବଷ୍ଟାନ୍ସିଭ ଇକ୍ୱାଲିଟି ତାକୁ କହୁଛନ୍ତି। ସେମିତି ଇକ୍ୱାଲିଟି ଭର୍ସେସ୍ ଇକ୍ୱିଟି, ମୁଁ ଯେମିତି କହିଲି ଏଇଟା ହେଉଛି ଫର୍ମାଲ, ମାନେ ଟ୍ରିଟିଂ ଇକ୍ୱାଲ୍ସ ଇକ୍ୱାଲି। ଯଦି ଆମେ ଇକ୍ୱାଲି ଯେତେ ସବୁ ଇକ୍ୱାଲ ପିପୁଲ ଅଛନ୍ତି ତାକୁ ଆମେ ଇକ୍ୱାଲି ଟ୍ରିଟ୍ କଲେ ଖାଲି ସେଟା ଇକ୍ୱାଲିଟି, ଆଉ ଅନଇକ୍ୱାଲ୍ସକୁ ଅନଇକ୍ୱାଲି ଦେନ୍ ସେଟା ଇକ୍ୱିଟି ପ୍ରିନ୍ସିପଲ ହେଲା। ମାନେ ଟ୍ରିଟିଂ ଇକ୍ୱାଲ୍ସ ଇକ୍ୱାଲି, ମାନେ ମୁଁ ଗୋଟେ ଜାଗାକୁ ଗଲି, ସେଠି ସବୁ ପ୍ରକାର ଧର ଜେନେରାଲ ପିପୁଲ ଅଛନ୍ତି, ତ ସେଠି ମୁଁ କହିଲି କି ସବୁ ପ୍ରକାର, ମାନେ ଏଇଠି ମୁଁ କହୁଛି କି ମନେକର ସେଠି ମ୍ୟାଚ୍ ଦେଖୁଛନ୍ତି ସବୁ ଯାକ ଧନୀ ଲୋକ, ମାନେ ଧନୀ କହୁଛି ସରି, ସବୁ ଯାକ ଡେଙ୍ଗା ଲୋକ ଅଛନ୍ତି ସେ କାନ୍ଥକୁ, ତ ମୁଁ କହିଦେଲି ତମେ ଦେଖ, ତ ସେଇଟା ଟ୍ରିଟମେଣ୍ଟ ହେଇଗଲା, ଇକ୍ୱାଲି ସମସ୍ତେ ଦେଖିଲେ। କିନ୍ତୁ ସେଠି ଗୋଟେ ବଡ଼ ଲୋକ ଅଛି, ଗୋଟେ ଛୋଟ ଲୋକ ବି ଅଛି, ତ ସେଠି ମୋତେ ଅନଇକ୍ୱାଲ ଟ୍ରିଟମେଣ୍ଟ କରିବାକୁ ପଡ଼ିବ, ଜଣକୁ ଟେବୁଲ ଦେବାକୁ ହିଁ ପଡ଼ିବ। ତ ସେଇଟାକୁ କହୁଛନ୍ତି ଆମର ଇକ୍ୱିଟି ପ୍ରିନ୍ସିପଲ, ଅନଇକ୍ୱାଲି ସେଠି ଟ୍ରିଟ୍ କରାଗଲା। ତ ସେଇଟାକୁ ଆମକୁ କୁହାଯିବ ଇକ୍ୱିଟି ବେସ୍ଡ ଜଷ୍ଟିସ୍, ଯୋଉଠି ଆମର ଆଫର୍ମେଟିଭ ଆକ୍ସନକୁ ବି ଆମର ଜଷ୍ଟିଫାଇ କରାଯାଉଛି। ତ ଏବେ ଯୋଉ ଆମର କ୍ୱେଶ୍ଚନ ଉଠୁଛି ରିଜର୍ଭେସନ ଠିକ୍ କି ନାହିଁ, ଏଇ ପ୍ରିନ୍ସିପଲ ଆମେ ତାକୁ ଜଷ୍ଟିଫାଇ କରିପାରିବା କି ହିଷ୍ଟୋରିକାଲ ଇନଜଷ୍ଟିସକୁ ଆମେ ଠିକ୍ କରିବାକୁ ହେଲେ ଆମକୁ ଅନଇକ୍ୱାଲି ଟ୍ରିଟ୍ କରିବାକୁ ପଡ଼ିବ। ମୁଁ ଏବେ ରେସ୍ ଗୋଟେ କରିବି, ଆଉ ଯୋଉଥିରେ କି ସବୁ ପ୍ରକାର ଲୋକ ଫ୍ରିଲି ଭାଗ ନେବେ, କୋଟିଏ ଟଙ୍କା ପ୍ରାଇଜ ମୁଁ ରଖିବି। ସେଠି ଗୋଟେ ଲୋକ, ଛୋଟା ଲୋକଟା ବି ଅଛି, ଗୋଟେ ଗରିବ ଲୋକଟେ ଅଛି ଯିଏ ଖାଇବାକୁ ପାଉନି, ତା ପାଖରେ ବଳ ନାହିଁ, ଧନୀ ଲୋକ ଡେଙ୍ଗାଟେ ଅଛି, ତ ସିଏ ଦୌଡ଼ିବ। ତ ଆଉ ଗୋଟେ ସ୍ତ୍ରୀ ଲୋକଟା ଅଛି, ସିଏ ବି ଦୌଡ଼ିବ। ତ ସେଠି ଫିଜିକାଲ ଇନଇକ୍ୱାଲିଟି ରହୁଛି, ବଳରେ ବି ଇନଇକ୍ୱାଲିଟି, ଆଉ ଆମର ଅଲଗା ଲାଇକ୍ ଜଣେ ଛୋଟା ଅଛି, ଡିଜାବିଲିଟି ଲୋକ ବି ରହୁଛି, ତ ସିଏ ବି, ତ ଯଦି ସିଏ ରେସ୍ଟା କରିବି, ମୁଁ କହିବି ସମସ୍ତେ ଇକ୍ୱାଲ ଦୌଡ଼, ତାହେଲେ ସେଇଟା ଠିକ୍ ନୁହେଁ ନା। ସେଇଟା କେମିତି, ସେ ତ ଜଣେ ହିଁ ଜିତିବ। ତ ଦ୍ୟାଟ୍ସ ନଟ୍ ଇକ୍ୱାଲ, ସେଇଟା ଫର୍ମାଲ ଇକ୍ୱାଲିଟି ହେଇଗଲା। ତ ମୋତେ ସବଷ୍ଟାନ୍ସିଭ ଇକ୍ୱାଲିଟି ବା ଇକ୍ୱିଟି ହେବାକୁ ହେଲେ ଓମେନ୍ ମାନଙ୍କ ପାଇଁ ଅଲଗା, ଖାଲି ଓମେନ୍ ମାନେ ସେଥିରେ ଦୌଡ଼ିବେ। ଆଉ ଏସି ଏସଟିଙ୍କ ପାଇଁ ମୁଁ ତାଙ୍କୁ କହିବି ତମେ ମାନେ ଆଗ ଏଉଠୁ ଦୌଡ଼, ସେ ପୁରା ଫିଟ୍ ଅଛନ୍ତି କିନ୍ତୁ ତମେ ମାନେ ଆଗ ଦୌଡ଼। ଏସି ଏସଟି ନୁହେଁ, ମାନେ ମନେକର ଗୋଟେ ଡିଜାବିଲିଟି ଲୋକ ଅଛନ୍ତି, ତାଙ୍କ ପାଇଁ ଅଲଗା ରୋ କରିବି, ସିଏ ତାଙ୍କୁ ଦୌଡ଼ିବେ, ତ ସେଇଠି ତାଙ୍କ ପାଇଁ ବି ପ୍ରାଇଜ ରଖିବି। ଆଉ ଜେନେରାଲ ଯିଏ ରହିଲେ ସିଏ ଦୌଡ଼ିବେ। ତ ଏଇ ସବୁ କୌଣସି ନା କୌଣସି ଜାଗାରେ ତାକୁ ଜଷ୍ଟିଫାଇ କରିବା ପାଇଁ ହେଇଛି, ତ ଏଇଟାକୁ ମାଇଣ୍ଡରେ ରଖିବା। ତାପରେ ରିଜନେବୁଲ କ୍ଲାସିଫିକେସନ, ରିଜନେବୁଲ କ୍ଲାସିଫିକେସନ କ'ଣ? ପରମିଟେଡ ଅଣ୍ଡର ଆର୍ଟିକଲ 14। ଆର୍ଟିକଲ 14 ଆମର ଯୋଉ ରାଇଟ୍ ଟୁ ଇକ୍ୱାଲିଟି ଅଛି, ସେଠି ଯୋଉ କ୍ଲାସିଫାଇ କରାଯାଇଛି ତାକୁ ପରମିଟେଡ କରାଯାଇଛି, ଯାହାକୁ ତାକୁ ରିଜନେବୁଲ କ୍ଲାସିଫିକେସନ କୁହାହଉଛି। ତାପରେ ଆଫର୍ମେଟିଭ ଆକ୍ସନ ମୁଁ ବୁଝେଇଦେଲି। ପଜିଟିଭ ଡିସ୍କ୍ରିମିନେସନ ଯୋଉ କରିବାକୁ କୁହାଗଲା, ମାନେ ଇକ୍ୱିଟି ପ୍ରିନ୍ସିପଲ ଯୋଉ ଟୁଲଟା ଦିଆଗଲା, ସେମିତି ଏସି ମାନେ ବା ଏସଟି ମାନେ ତାଙ୍କ କଥା ଭାବ, ସେ ଯେହେତୁ ପଛୁଆ ବର୍ଗ, କାଷ୍ଟ ୱାଇଜ ତାଙ୍କୁ ଆମେ ଇକ୍ୱାଲିଟି ହେବାକୁ ହେଲେ ଆମେ ତାଙ୍କୁ ଧର ଗଭର୍ଣ୍ଣମେଣ୍ଟ ଗୋଟେ ରେସ୍ ଚାଲିଛି, ଗଭର୍ଣ୍ଣମେଣ୍ଟ ଜବରେ କିଏ ପହଞ୍ଚିବ, ତେଣିକି ଇଏ ତ ଯିଏ ଜେନେରାଲ, ସିଏ ଭଲ ପଢିକି ଭଲ ଜମି ପଟ୍ଟା ବାଲା ଲୋକ, ସିଏ ତ ପହଞ୍ଚିବେ, ସବୁ ସେ ସବୁ ଏଜୁକେସନକୁ ଆକ୍ସେସ୍ ଅଛି। ବଟ୍ ନର୍ମାଲ ଲୋକଟା ଗୋଟେ କେମିତି ପାଇବେ? ତାଙ୍କୁ ଆମେ ଟୁଲଟା ଦେବା, ଟୁଲଟା କ'ଣ? ରିଜର୍ଭେସନ। ତ ଦ୍ୟାଟ୍ ଇଜ ପଜିଟିଭ ଡିସ୍କ୍ରିମିନେସନ। ତ ଏଇଟା ଗୋଟେ ଜିନିଷ, ତ ଏଇଟା ଇକ୍ୱାଲିଟି ଇକ୍ୱିଟି ପ୍ରିନ୍ସିପଲରେ ଆସୁଛି। ଇମ୍ପୋର୍ଟାଣ୍ଟ କେସ୍, ଇନ୍ଦିରା ସାଇନ୍ କେସ୍ରେ ରିଜର୍ଭେସନ ପ୍ରିନ୍ସିପଲ, କ୍ରିମି ଲେୟାର, ଏଗୁରା ସବୁ ଆସିଲା, ଯୋଉଟା ଆମର ଓବିସି କାଟେଗୋରୀ ଇଣ୍ଟ୍ରୋଡ୍ୟୁସ ହେଲା, ଏ ସବୁ ଜିନିଷ ସେଇଥିରେ ଅଛି। ତାପରେ ଫ୍ରାଟର୍ନିଟି, fraternity assures dignity of individual and the unity and integrity of a nation. Dignity ଆଉ fraternity, ଆଉ ୟୁନିଟି ଆଉ ଇଣ୍ଟିଗ୍ରିଟି। ଫ୍ରାଟର୍ନିଟି ମାନେ କ'ଣ? ବ୍ରଦରହୁଡ, ଏଇଟା ମନେ ରଖିବେ, ବ୍ରଦରହୁଡ କୁ କହୁଛନ୍ତି ଫ୍ରାଟର୍ନିଟି। ହେଲେ ଆମର ଇଣ୍ଡିଭିଜୁଆଲ ଭିତରେ ଡିଗ୍ନିଟି ବି ରହିବ, ଆଉ ୟୁନିଟି ଇଣ୍ଟିଗ୍ରିଟି ଅଫ ନେସନ ରହିବ। ତ ଏଇଟା ତ ଆମେ ଜାଣିଛେ, ସେଥିରେ ଦେଇଛି। ଏଇଟା ଆଡଭାନ୍ସ କନସେପ୍ଟ, କନଷ୍ଟିଚ୍ୟୁସନାଲ ପାଟ୍ରିଅଟିଜିମ, ଲୟାଲଟି ଟୁ କନଷ୍ଟିଚ୍ୟୁସନାଲ ଭାଲ୍ୟୁଜ। ଆମେ ପାଟ୍ରିଅଟିଜିମ ଆମର ଦେଶ ପାଇଁ ଯେତିକି ରହୁଛି, ଆମେ
କନଷ୍ଟିଟ୍ୟୁସନାଲ ପାଟ୍ରିଅଟିଜିମ୍ ବି ରହିବା କଥା। ମାନେ କନଷ୍ଟିଟ୍ୟୁସନ ଯଦି ସେକୁଲାରିଜିମ୍ କହୁଛି ଆମେ ତାକୁ ବି ଭାଲ୍ୟୁ କରିବା କଥା। କନଷ୍ଟିଟ୍ୟୁସନ ଯଦି ଆମର କହୁଛି ରିଜର୍ଭେସନ ଦରକାର ତ ତାକୁ ବି ଆମେ ଭାଲ୍ୟୁ କରିବା କଥା। ହଁ, ତ ସେଗୁଡାକୁ କହୁଛନ୍ତି କନଷ୍ଟିଟ୍ୟୁସନାଲ ପାଟ୍ରିଅଟିଜିମ୍। ତାପରେ ଆମର କହିଲା ୟୁନିଟି ଇନ୍ ଡାଇଭରସିଟି, ତାର ମାନେ କଣ? ନଟ୍ ୟୁନିଫର୍ମିଟି। ୟୁନିଫର୍ମିଟି ଆଉ ୟୁନିଟି ଇନ୍ ଡାଇଭରସିଟି ଦିଟା ଅଲଗା ଜିନିଷ। କଣ ଡାଇଭରସିଟି ମାନେ ଆଉ ୟୁନିଫର୍ମିଟି ମାନେ କଣ ବୁଝିବା ଆମେ। ଦେଖନ୍ତୁ ମୁଁ କହୁଛି ଗୋଟେ ସିନାରିଓ ଯୋଉଠି ଗୋଟେ ଦଳେ ଲୋକ ଅଛନ୍ତି। ସିଏ ଜଣେ ହଉଛି ହିନ୍ଦୁ, ଜଣେ ହଉଛି ମୁସଲମାନ, ଜଣେ ହଉଛି ଖ୍ରୀଷ୍ଟିଆନ, ଜଣେ ଅଲଗା କିଛି କାଷ୍ଟର ବି ହେଲେ, ତ ସିଏ ସବୁ ମିଶିକିରି ଖେଳୁଛନ୍ତି ବୁଲୁଛନ୍ତି। ତ ସିଏ ଗୋଟେ ଗଲା ଆଉ ଗୋଟେ ସିନାରିଓରେ କାଲି ସକାଳେ ସେ ତାକୁ କୁହାଯିବ କି ତମେ ହିନ୍ଦୁ ମାନେ ଗୋଟେ ଜାଗାରେ ହେଇଯାଅ, ମୁସଲମାନ ମାନେ ସେ ଅଲଗା ଜାଗାରେ ଖେଳନ୍ତୁ, ଖ୍ରୀଷ୍ଟିଆନ ମାନେ ଅଲଗା ଜାଗାରେ ଖେଳନ୍ତୁ, ତ ଏଇ ଖେଳ ଭଲରେ ହବ ବୋଲି କୁହାଗଲା। ତ ଏଠି କଣ ହେଲା, ସେଠି ଯୋଉ ପ୍ରଥମ ସିନାରିଓରେ ସେଠି ସମସ୍ତେ ମିଶିକି ଖେଳିଲେ, ଖେଳ ଉପରେ ଫୋକସ କରାଗଲା ଆଉ ସେ ତାଙ୍କ ଭିତରେ ଭାଇଚାରା ବଢିଲା। ତ ସିଏ ଜାଣିଛନ୍ତି ମୁଁ ହିନ୍ଦୁ ମୁଁ ମୁସଲମାନ, ବଟ୍ ଖେଳ ସ୍ପିଟିଂ ସ୍ପିରିଟଟା ବଢିଲା। କିନ୍ତୁ ୟୁନିଫର୍ମିଟି କଣ କରାଗଲା ନା, ଯୋଉ ମୁଁ କହୁଛି ମନେକର ଦିଟା ଟିମ୍ କରାଗଲା, ଖେଳୁଛନ୍ତି ଯୋଉ ଦିଟା ଟିମରେ ସବୁ ମିଶିକି ଅଛନ୍ତି, ବଟ୍ ଏଠି କଣ କରାଗଲା ହିନ୍ଦୁ ମାନେ ଗୋଟେ ପଟରେ, ମୁସଲମାନ ମାନେ ଗୋଟେ ପଟରେ, ଆଉ ଗୋଟେ ଦଳ କରାଗଲା ଖ୍ରୀଷ୍ଟିଆନ ମାନେ ଗୋଟେ ପଟରେ। ତ ସିଏ ୟୁନିଫର୍ମିଟି କରିଦିଆଗଲା। ହିନ୍ଦୁ ମୁସଲମାନ ଭିତରେ ଖେଳୁଛନ୍ତି ବଟ୍ ହିନ୍ଦୁ ଅଲଗା ମୁସଲମାନ ଅଲଗା। ତ ତାଙ୍କ ଭିତରେ ଟିମର ଯୋଉ ପ୍ରକାର କଥାବାର୍ତ୍ତା ହେଲେ ବା ୟୁନିଟି ଆଣିଲେ ସିଏ ତାଙ୍କର ଅଲଗା ପ୍ରକାର ହବ, ସିଏ ମୁସଲମାନଙ୍କ ସହିତ ମିଶିଲେନି। ତ ସେଠି ୟୁନିଫର୍ମିଟି ଆଣି ଦିଆଗଲା। ତ ସେଇଟାକୁ କହୁଛନ୍ତି। ତ ଆମର ଏଠି ଯୋଉ ଆମର ୟୁସିସି ଆସୁଛି, ତ ସେଇଟାର ସିଏ ୟୁନିଫର୍ମିଟି ଆଣିଦବ ବୋଲି ତାକୁ କ୍ରିଟିସାଇଜ କରାହଉଛି। ୟୁନିଫର୍ମ ସିଭିଲ କୋଡ ଯୋଉଟା ଆସୁଛି ସେଇଟା ୟୁନିଫର୍ମିଟି ଆଣିଯିବ ବୋଲି ଆମର କରାଯାଉଛି। ଆଉ ଗୋଟେ ୟୁନିଫର୍ମିଟି କୋଉଠି ନା ଆମର ଗ୍ଲୋବାଲାଇଜେସନ ଯୋଉଟା ହଉଛି, କଲଚରାଲ ୟୁନିଫର୍ମିଟି ବି ସେ ଆଣୁଛି ବୋଲି ଗୋଟା ତାର ନେଗେଟିଭ ଆସ୍ପେକ୍ଟ ଦେଖାଯାଏ। ତ ସେଇଟା ଏସବୁ ଗୋଟେ ଜିନିଷ ବୁଝିଦେବେ। ଡିଗ୍ନିଟି ଅଫ ଇଣ୍ଡିଭିଜୁଆଲ କୋର ଅଫ ଆର୍ଟିକଲ 21, ଆର୍ଟିକଲ ରାଇଟ ଟୁ ଲାଇଫରେ ଡିଗ୍ନିଟି, ତାର ରାଇଟ ଟୁ ଲାଇଫ ଆଣ୍ଡ ଲିବର୍ଟି ଟୁ ଲିଡ୍ ଏ ଲାଇଫ ୱିଥ ଡିଗ୍ନିଟି, ତାର ୱାର୍ଡିଂସ ଅଛି। ତ ଏଇଟା 21ରେ ତାର ମାନେ ଆଉ ଗୋଟେ ଲୋକଟା ବଞ୍ଚିଲା, ରାଇଟ ଟୁ ଲାଇଫ ମାନେ ତାକୁ ବଞ୍ଚିବାର ଅଧିକାର ଅଛି। ବଟ୍ ମୁଁ ବଞ୍ଚିବି ତାର ଅର୍ଥ ନୁହଁ ମୋର ଘର ନାହିଁ, ମୁଁ ଯୁଆଡେ ବୁଲିଲି ମୋର ଯଦି ମୁଣ୍ଡ ହିଁ ଖରାପ ହେଇନଥିବ ଖାଲି ମୁଁ ସେମିତି ବଞ୍ଚିବି। ତ ମତେ ତା ସହିତ ନୁହେଁ, ମୁଁ ବଞ୍ଚିବାର ମାନେ ହେଲା କି ମୁଁ ଡିଗ୍ନିଟି ସହିତ ବି ବଞ୍ଚିବି। ତ ସେଥିପାଇଁ ଡିଗ୍ନିଟି ସହିତ ବଞ୍ଚିବାର ମାନେ କଣ, ମୋ ପାଖ ଆଖ ଏନଭାରନମେଣ୍ଟ ଠିକ ଥିବା ଦରକାର, ମୁଁ ଯୋଉଟା ନିଶ୍ୱାସ ନେଉଛି ସେଇଟା ଭଲ ଥିବା ଦରକାର, ମତେ ରୋଗ ନ ହବା ଦରକାର, ମୁଁ ଠିକ ସେ ଭାବି ପାରୁଥିବି ଇଏ। ତ ଏ ସବୁ ରାଇଟ ଟୁ ଲାଇଫରେ ଆସୁଛି। ତାର ସ୍କୋପ ଟା ବଢି ବଢି ଚାଲିଛି। ଏବେ ରିସେଣ୍ଟଲି 2 ଦିନ ଆଗରୁ କି 5 ଦିନ ଆଗରୁ କହିଛି ସୁପ୍ରିମକୋର୍ଟ କି ତମେ ଏନଏଚ ରେ ଗଲାବେଳେ ଯଦି ତମର ଆକ୍ସିଡେଣ୍ଟ ହଉଛି, ତମର ଲାଇଫ ଟା ଯାଉଛି, ଦେନ୍ ସେଇଟା ରାଇଟ ଟୁ ଲାଇଫ କୁ ଭାୟୋଲେଟ କରୁଛି। ମୁଁ ଏନଏଚ ରେ ବି ସୁରକ୍ଷା ଯିବାର, ମୁଁ ମଦ ପିଇକି ଆକ୍ସିଡେଣ୍ଟ କରୁଛି ସେଇଟା ଅଲଗା କଥା, କିନ୍ତୁ ରାସ୍ତା ଖାଲ ଯୋଗୁ ଯଦି ମୁଁ ମରୁଛି ଦେନ୍ ସେଇଟା ମୋର ଡିଗ୍ନିଟି ମୋର ରାଇଟ କୁ ଭାୟୋଲେସନ କରୁଛି। ତ ସେଇଟା ସୁପ୍ରିମକୋର୍ଟ କହିଛି। ତ ସେଇଟା ତାର ସ୍କୋପ କୁ ଏକ୍ସପାଣ୍ଡ କରି କରି ଯାଉଛି। ତାପରେ ନ୍ୟାସନାଲ ଇଣ୍ଟିଗ୍ରେସନ, ସୋସିଆଲ ହାରମୋନି। ଇଣ୍ଟିଗ୍ରେସନ ମାନେ କଣ, ମାନେ ଆମ ଭିତରେ କୋହେସିଭନେସ୍ ବଢିବ, ଆମେ ନ୍ୟାସନାଲ ପାଟ୍ରିଅଟିକ ହେବା, ଆମେ ଦେଶ ପାଇଁ ଥିଙ୍କ କରିବା। ତ ସେସବୁ ଜିନିଷ ହାରମୋନି, ସୋସିଆଲ ହାରମୋନି ମାନେ ବିଭିନ୍ନ ଧର୍ମ ଭିତରେ ଫ୍ରିକ୍ସନ ରହିବନି, ଆମେ ଆମ ଭିତରେ ଭାଇଚାରା ବଢେଇବା, ବ୍ରଦରହୁଡ। ତ ଏସବୁ ନ୍ୟାସନାଲ ଇଣ୍ଟିଗ୍ରେସନ କୁହନ୍ତି। Fraternity is the soul that binds justice, liberty, equality into a harmonious whole. ଫ୍ରାଟର୍ନିଟି ହିଁ ସବୁକୁ ବାନ୍ଧିକି ରଖୁଛି। ଫ୍ରାଟର୍ନିଟି ହିଁ ନ ରହିବ ତାହେଲେ ଏସବୁର କିଛି ମିନିଂ ନାହିଁ, ଆମେ ଇକ୍ୱାଲିଟି କେବେ ଟ୍ରିଟ୍ କରିପାରିବା ହିଁ ନାହିଁ। ତ ସେଇଟା ତାର ମିନିଂ। ଇମ୍ପୋର୍ଟାଣ୍ଟ କିୱାର୍ଡସ୍ ଟୁ ରିମେମ୍ବର, କନଷ୍ଟିଟ୍ୟୁସନାଲିଜିମ୍ ମୁଁ କହିଲି, ମାନେ ଲିମିଟେଡ ଗଭର୍ଣ୍ଣମେଣ୍ଟ ତାର ଅର୍ଥ, ରୁଲ ଅଫ ଲ, ଇକ୍ୱାଲିଟି ବିଫୋର ଲ କୁ କହନ୍ତି ରୁଲ ଅଫ ଲ, କନଷ୍ଟିଟ୍ୟୁସନାଲ ମୋରାଲିଟି ମାନେ ଗଭର୍ନାନ୍ସ ବେସ୍ଡ ଅନ୍ କନଷ୍ଟିଟ୍ୟୁସନାଲ ଭାଲ୍ୟୁଜ। ତାପରେ ଟ୍ରାନ୍ସଫର୍ମେଟିଭ କନଷ୍ଟିଟ୍ୟୁସନ, ଟୁଲ ଫର ସୋସିଆଲ ଚେଞ୍ଜ, ଆମ କନଷ୍ଟିଟ୍ୟୁସନ କୁ କହୁଛନ୍ତି ଟ୍ରାନ୍ସଫର୍ମେଟିଭ କନଷ୍ଟିଟ୍ୟୁସନ। ତାପରେ ବେସିକ ଷ୍ଟ୍ରକ୍ଚର ଡକ୍ଟ୍ରିନ ଜାଣିଲେ, ଲିମିଟେଡ ଗଭର୍ଣ୍ଣମେଣ୍ଟ ଜାଣିଲେ, ତାପରେ ରିପବ୍ଲିକାନିଜିମ ଜାଣିଲେ, ତାପରେ ହ୍ୟୁମାନ ଡିଗ୍ନିଟି ବି ଜାଣିଲେ। ନେକ୍ସଟ ସିଟିଜେନସିପ ଟା डिस्कस करिया। एक्चुअली फास्ट हमर पार्ट रे अछि यूनियन एंड स्टेट्स। तो ସେଇଟା ମୁଁ ଯେତେବେଳେ ଫେଡେରାଲିଜିମ୍ ପଢେଇବି ସେତେବେଳେ ଡିସ୍କସନ କରିଦେବା अबाउट यूनियन एंड स्टेट्स। ତ ଏବେ ଆମେ ସିଟିଜେନସିପ ପାର୍ଟ 2 ରେ ଅଛି ଆମର ସିଟିଜେନସିପ, ତା ବିଷୟରେ ଡିସ୍କସ କରିବା। ଦେନ୍ ଆମର ଫଣ୍ଡାମେंटल राइट, डीपीएसपी फंडामेंटल ड्यूटीज। तो सिटीजनशिप विषय देखंतु, आर्टिकल 5 ରୁ 11 ଭିତରେ ରହିଲା। ପାର୍ଟ 5 ସିଟିଜେନସିପ ଆଟ୍ କମେନ୍ସମେଣ୍ଟ ରହିଲା, ମାନେ ଯେତେବେଳେ ଆମର 1947 ରେ ଆମେ ଇଣ୍ଡିପେଣ୍ଡେଣ୍ଟ ହେଲୁ ଆଉ 1950 ରେ ଆମେ କନଷ୍ଟିଟ୍ୟୁସନ ଆଡପ୍ଟ କଲୁ, ସେତେବେଳେ କାହାକୁ ଆମେ ସିଟିଜେନସିପ କହିବା ବୋଲି ସେଠିରେ ଡିଫିନେସନ ଅଛି। 5(6) ରେ ଯୋଉ ଆମର ପାକିସ୍ତାନରୁ ଲୋକ ଆସୁଛନ୍ତି ଇଣ୍ଡିଆକୁ, ସେଇଟାକୁ କହିବା କୋଉମାନେ ତା ଭିତରୁ ହେଇପାରିବେ ତାଙ୍କୁ ସିଟିଜେନସିପ ଦିଆଗଲା। ଆଉ ଆର୍ଟିକଲ 7 ରେ ପାକିସ୍ତାନକୁ ଯୋଉମାନେ ଯାଉଛନ୍ତି ତାଙ୍କ ଭିତରେ କିଛିଟା ସିଟିଜେନସିପ କେମିତି କଣ ମ୍ୟାନେଜ ହବ ସେଇ ଜିନିଷକୁ ଦେଖାଗଲା।
ଆଉ ଆର୍ଟିକଲ 8 ରେ ଇଣ୍ଡିଆନ୍ସ ଆବୋର୍ଡ ବାହାରେ ଯୋଉମାନେ ଅଛନ୍ତି ତାଙ୍କ ଉପରେ କେମିତି ଲ ସିଟିଜେନସିପ ଦିଆହବ ସେ ବିଷୟରେ। ଆର୍ଟିକଲ 9 ବିଷୟରେ ଭଲ୍ୟୁଣ୍ଟାରୀ ଫରେନ୍ ସିଟିଜେନସିପ ନେଇଗଲେ ଯଦି ସେମାନେ ଫରେନ୍ ସିଟିଜେନସିପ ନଉଛନ୍ତି ତାହେଲେ ତାଙ୍କର କଣ ସିଟିଜେନସିପ ରହିବ କି ନାହିଁ ସେ ଉପରେ। ଆର୍ଟିକଲ 10 ଉପରେ କଣ୍ଟିନ୍ୟୁଏନ୍ସ ଅଫ ସିଟିଜେନସିପ କେମିତି କଣ୍ଟିନ୍ୟୁ କରିବ ବା ନାହିଁ ତା ଉପରେ। ଆଉ ସବୁଠୁ ଇମ୍ପୋର୍ଟାଣ୍ଟ ହେଲା ଆର୍ଟିକଲ 11 ଯୋଉଟା କି ଆମର ସିଟିଜେନସିପ କୁ ରେଗୁଲେଟ କିଏ କରିବ ସେଇଟା ହଉଛି ପାର୍ଲାମେଣ୍ଟ। ତ ଏଇଟା ପାର୍ଲାମେଣ୍ଟ ହିଁ ରେଗୁଲେଟ କରିବ, ଯୋଉଥିପାଇଁ ଆମର ସିଟିଜେନସିପ ଆମେଣ୍ଡମେଣ୍ଟ ବିଲ୍ ଆସିଥିଲା। ତ ସେଇଟାକୁ ବା ଆକ୍ଟ ଆସିଥିଲା ସେଇଟାକୁ କିଏ ଆଣିଥିଲା? ପାର୍ଲାମେଣ୍ଟ ହିଁ ଆଣିଥିଲା। ସିଟିଜେନସିପ ଇଜ ମେନସନ ଓନଲି ଇନ ପାର୍ଟ 2। ଆଉ କନଷ୍ଟିଟ୍ୟୁସନ ର କୌଣସି ପାର୍ଟରେ ସିଟିଜେନ ବୋଲି ଟର୍ମ ନାହିଁ, କେବଳ ଏଇ ପାର୍ଟ 2 ଆର୍ଟିକଲ 5 ରୁ 11 ବିଷୟରେ ହିଁ ଅଛି। ତ ଆମର ଏଇଟା ମନେ ରଖିବାର ଜିନିଷ ହିଁ ଖାଲି ଅଛି କିଛିଟା। ଆମେ 5 ପ୍ରକାର ସିଟିଜେନସିପ ଆକ୍ୱାର କରିପାରିବା। ଆମେ ଭାରତୀୟ ନାଗରିକ କେମିତି ହେଇପାରିବା? 5 ପ୍ରକାର। କେମିତି? ଜନ୍ମ ହେଲେ ହେଇପାରିବା, ମାନେ ଅଟୋମେଟିକ ଆଉ ସବଜେକ୍ଟ ଟୁ କଣ୍ଡିସନ, କିଛିଟା କଣ୍ଡିସନ ଅଛି ଯୋଉଟା କି ଆମେ ଦେଖିବା। ଜନ୍ମ ପାଇଁ ହେଇପାରିବା, ବାଇ ଡିସେଣ୍ଟ ମାନେ ବାହାରେ ଜନ୍ମ ହେଇଥିବା କିନ୍ତୁ ଇଣ୍ଡିଆନକୁ ମାନେ ଇଣ୍ଡିଆନ ପ୍ୟାରେଣ୍ଟ ବାହାରେ ଯାଇ ଜନ୍ମ କରିଥିବେ, ତ ତାପରେ ଯଦି ଆମେ କିଛି ଦିନ ପରେ ସେ ଇଣ୍ଡିଆକୁ ମୁଭ୍ ହେଇଯାଉଛନ୍ତି ତାହେଲେ ସେଇଟା ବାଇ ଡିସେଣ୍ଟ ହେଇପାରିବା। ବାଇ ରେଜିଷ୍ଟ୍ରେସନ ମାନେ ଆମେ ସିଟିଜେନ ବାହାରର ଅଛେ ବଟ୍ ଇଣ୍ଡିଆରେ ରହିକି ଆମେ ଆପ୍ଲିକେସନ ଦେଇକିରି ଯଦି ହବାକୁ ଚାହୁଁଛୁ ତ ସେଇଟା ଗୋଟେ ହେଇପାରିବ ବାଇ ରେଜିଷ୍ଟ୍ରେସନ। ବାଇ ନ୍ୟାଚୁରାଲାଇଜେସନ ମାନେ ଆମେ ଯଦି ଇଣ୍ଡିଆରୁ ଆସିକି ରହିଲେ କିଛି ବର୍ଷ ରହିଗଲେଣି, କିଛିଟା କଣ୍ଡିସନ ଆମେ ଫଲୋ କରୁଛେ, ଦେନ୍ ସେ ବେଷ୍ଟ ବି ନ୍ୟାଚୁରାଲାଇଜେସନ ହେଇପାରିବେ। ତ ଏଇ ଦିଟା ଭିତରେ କନଫ୍ୟୁଜନ ହେବେନି, ବାଇ ରେଜିଷ୍ଟ୍ରେସନ ବାଇ ନ୍ୟାଚୁରାଲାଇଜେସନ ସେଇଟା ଭିତରେ। ବାଇ ଇନକର୍ପୋରେସନ ଅଫ ଟେରିଟୋରି, ଧର ଆମେ କିଛିଟା ଟେରିଟୋରିକୁ ଆମେ ଅକ୍ତିଆର କରୁଛୁ ତ ସେତେବେଳେ ଆମେ ବି ସେଠିକାର ଲୋକମାନଙ୍କୁ ବି ଆମେ ସିଟିଜେନସିପ ଦେଇପାରିବା। ତ ବାଇ ଇନକର୍ପୋରେସନ ଅଫ ଟେରିଟୋରି 5ଟା ପ୍ରକାର ହେଲା। ତ ସେଇଭଳିଆ ଆଉ ଆମେ ସବୁବେଳେ ସିଙ୍ଗଲ ସିଟିଜେନସିପ ଫଲୋ କରି ଆସିଛୁ। ଲାଇକ୍ ଆମର ଷ୍ଟେଟର କେହି ସିଟିଜେନସିପ ନାହାନ୍ତି, ଆମେ ଇଣ୍ଡିଆର ହିଁ ସିଟିଜେନ୍ସ। କିନ୍ତୁ ୟୁଏସଏ ଡବଲ ସିଟିଜେନସିପ ଫଲୋ କରେ, ଲାଇକ୍ ତାର କିଛିଟା ମାନେ ଯେତେ ଆମର 50ଟା ତାର ଅଛି ଷ୍ଟେଟ, ତାଙ୍କର ସିଟିଜେନସିପ ଗୋଟେ ଥାଏ, ଆଉ ୟୁଏସଏ ର ଆଜ ଏ ହୋଲ ବି ସିଟିଜେନସିପ ଗୋଟେ ତାଙ୍କର ଥାଏ। ତ ସେଇ ସବୁ ଆମର ସିଙ୍ଗଲ ସିଟିଜେନସିପ କାହିଁକି ନିଆହେଇଛି? ଆମର ନ୍ୟାସନାଲ ୟୁନିଟି ରହିବ, ଇକ୍ୱାଲିଟି ପ୍ରିନ୍ସିପଲ ଆଉ ଇଣ୍ଟିଗ୍ରେସନ ବି ହବ, ସେଇଥିପାଇଁ ଆମର କରାହେଇଛି। ତ ସିଟିଜେନସିପ ବାଇ ବାର୍ଥ ଆମେ ଯୋଉ କହିଲେ, ଆମେ ଜନ୍ମ ହେଲେ ଆମେ ଇଣ୍ଡିଆର ସିଟିଜେନ ହେଇପାରିବା। ତାର କିଛିଟା ଲିମିଟେସନ ଅଛି, ଟାଇମ ଲାଇନ ଅଛି, ସେଇଟା ମନେ ରଖିବାର ଅଛି। କେମିତି ନା ଆମେ ନ୍ୟାଚୁରାଲି ଯଦି ଆମେ ଇଣ୍ଡିଆରେ ଜନ୍ମ ହଉଛେ ତାହେଲେ ଭାରତର ନାଗରିକ ଗୋଟେ ଟାଇମ ପିରିୟଡ ଭିତରେ। ତ ଗୋଟେ ଟାଇମ ଲାଇନ ହେଉଛି 1950 ଯୋଉ 26 ଜାନୁଆରୀରେ ଆମେ ଆଡପ୍ଟ କଲେ କନଷ୍ଟିଟ୍ୟୁସନ, ଟିଲ୍ ଜୁଲାଇ 1 1887। ତ ସେତେବେଳେ ଭିତରେ ଯିଏ ବି ଜନ୍ମ ହେଲେ ଇଣ୍ଡିଆରେ, ଇରେସ୍ପେକ୍ଟିଭ ଅଫ ଦେୟାର ପ୍ୟାରେଣ୍ଟସ ଯେମିତି ବି ହଉ, ସିଏ ହେଇଗଲେ ଆମର ଅଟୋମେଟିକ ସିଟିଜେନସିପ ଆମେ ଦେଇଥିଲୁ, ସେମାନେ ଆମର ଇଣ୍ଡିଆନ ସିଟିଜେନ ବାଇ ନ୍ୟାଚୁରାଲ। ଦେନ୍ ଜୁଲାଇ 1 1987 ରୁ 3 ଡିସେମ୍ବର 2004, 3 ଡିସେମ୍ବର 2004 ପର୍ଯ୍ୟନ୍ତ ରଖାଗଲା କି ଓନ୍ଲି ୱାନ୍ ପ୍ୟାରେଣ୍ଟ, ଯଦି ତାର ଗୋଟେ ହିଁ ବାପା ମାଙ୍କ ଭିତରେ ଜଣେ ହିଁ କେବଳ କେବଳ ଇଣ୍ଡିଆନ ସିଟିଜେନ ଯଦି ଥିବେ ଦେନ୍ ତାଙ୍କର ଛୁଆ ହବ ଇଣ୍ଡିଆନ ହେଇପାରିବ। ତାପରେ ଆଫ୍ଟର 3 ଡିସେମ୍ବର 2004, 3 ଡିସେମ୍ବର 2004 ରୁ କରାହେଲା କଣ ନା ୱାନ୍ ପ୍ୟାରେଣ୍ଟ ମଷ୍ଟ ବି ଇଣ୍ଡିଆନ ସିଟିଜେନ ଆଣ୍ଡ ଅଦର ପ୍ୟାରେଣ୍ଟ, ଆଉ ଜଣେ ପ୍ୟାରେଣ୍ଟ ସିଏ ଇଲିଗାଲ ମାଇଗ୍ରାଣ୍ଟ ହେଇନଥିବେ। ଏଠି 1987 ରୁ 2004 ପର୍ଯ୍ୟନ୍ତ ତାଙ୍କର ଅଲଗା ପ୍ୟାରେଣ୍ଟ ଯେମିତି ହେଇଥିଲେ ବି ତାଙ୍କର କିଛି କ୍ୱେଶ୍ଚିନ୍ ନାହିଁ, ଜଣଙ୍କୁ ଦେଖାଯାଉଥିଲା। କିନ୍ତୁ ଏଠି ଦି ଜଣଙ୍କୁ ଦେଖାହବ, ଜଣେ ଇଣ୍ଡିଆନ ହେଇଥିବେ ଆଉ ଜଣେ ଇଲିଗାଲ ମାଇଗ୍ରାଣ୍ଟ ହେଇନଥିବେ, ତ ସେବେ ତାଙ୍କୁ ସିଟିଜେନସିପ ଦିଆହବ। ତ କଥା ହେଲା କି ସିଏ ନ୍ୟାଚୁରାଲି ହେଇପାରିବନି ଆଉ ସିଟିଜେନସିପ ନେଇପାରିବନି, ଅଟୋମେଟିକ ହେଇପାରିବ ନାହିଁ। ଏଇଟା 3 ଡିସେମ୍ବର 2004 ପରେ କରାହେଲା। ତ ଏଇଟା ଗୋଟେ। ତାପରେ ଏଠି ଯୋଉ କନସେପ୍ଟ ହେଲା ସିଟିଜେନସିପ ବାଇ ଡିସେଣ୍ଟ, ମାନେ ଯଦି ସେ ଇଣ୍ଡିଆନ ପ୍ୟାରେଣ୍ଟ ବାହାରେ ରହିଛନ୍ତି, ତାଙ୍କର ଛୁଆ ଜନ୍ମ ହେଇକି ସେ ଇଣ୍ଡିଆକୁ ଆସୁଛନ୍ତି, ତାହେଲେ କଣ ହବ? ତାଙ୍କ ଭିତରେ ବର୍ନ ଆଉଟସାଇଡ ଇଣ୍ଡିଆ, ତାଙ୍କର 10 ଡିସେମ୍ବର 1992 ତାଙ୍କର ଗୋଟେ ଟାଇମ ଲାଇନ, ସେଥିରେ କରାହେଇଥିଲା କି ବିଫୋର କରାହେଇଥିଲା ଫାଦର ମଷ୍ଟ ବି ଇଣ୍ଡିଆନ ସିଟିଜେନ, ସେଠି ତାଙ୍କର ଫାଦର ହେଇଥିବା ଦରକାର। କିନ୍ତୁ 10 ଡିସେମ୍ବର 1992 ପରେ କଣ ହେଲା, ଆଇଦର ପ୍ୟାରେଣ୍ଟ କ୍ୟାନ୍ ବି ଆନ୍ ଇଣ୍ଡିଆନ ସିଟିଜେନ, ତାଙ୍କର ଫାଦର ବା ମଦର ଜଣେ ହେଲେ ବି କିଏ ଇଣ୍ଡିଆନ ହେଇଯିବେ, ଖାଲି ଫାଦର ଯୋଉ ଥିଲା ସେଇଟା ରଖାହେଇନି। ତ ଏଇ ସବୁ ଟାଇମ ଲାଇନ ଟା ମନେ ରଖନ୍ତୁ, ଏଠି 10 ଡିସେମ୍ବର 1992 ଟା ଇମ୍ପୋର୍ଟାଣ୍ଟ। ତାପରେ ସିଟିଜେନସିପ ବାଇ ରେଜିଷ୍ଟ୍ରେସନ, ଫର୍ମ ପକେଇକି ଯଦି ମୁଁ ଚାହୁଁଛି ଇଣ୍ଡିଆନ ସିଟିଜେନସିପ ନେବା ପାଇଁ, ତ ପର୍ସନ ଅଫ ଇଣ୍ଡିଆନ ଅରିଜିନ ତାଙ୍କୁ ସିଏ ନେଇପାରିବେ। ସ୍ପାଉଚ ଅଫ ଆନ୍ ଇଣ୍ଡିଆନ ସିଟିଜେନ, ମାନେ ଧର ଆମ ଭିତରୁ ଜଣେ କିଏ ବାହାରେ ବାହା ହେଇଛି, ସିଏ ଆସିଛି, ତ ସିଏ ରେଜିଷ୍ଟ୍ରେସନ ଆପ୍ଲାଏ କରିପାରିବ। ମାଇନର ଚିଲଡ୍ରେନ, ତ ଯଦି ମୋର ଗୋଟେ ଛୁଆ ଅଛି ସିଏ ବାହାରେ ଜନ୍ମ ହେଇଥିଲା କିନ୍ତୁ ଆସିଛି, ତ ସିଏ ଆପ୍ଲାଏ କରିପାରିବ। ଓସିଆଇ କାର୍ଡ ହୋଲ୍ଡର ଇନ୍ ସମ୍ କେସେସ୍, ମାନେ କି ଯୋଉ
ଓଭରସିଜ୍ ସିଟିଜେନ୍ସ ଅଫ୍ ଇଣ୍ଡିଆ ଯେଉଁମାନେ କହୁଛନ୍ତି ସେମାନେ କାର୍ଡ ହୋଲ୍ଡର ହେଲେ କିଛିଟା କେସରେ ସେମାନେ ନେଇପାରିବେ ଅଦର ଏଲିଜିବୁଲ୍ କାଟେଗୋରିଜ୍। ତ ଆ ଭିତରେ ବେଶୀ ଭିତରକୁ ଯିବା ଦରକାର ନାହିଁ, ଏଗୁଡ଼ା ସବୁ ରେଜିଷ୍ଟ୍ରେସନ ହେଇକି ହେଇପାରିବ। ଆଉ ନ୍ୟାଚୁରାଲାଇଜେସନ ମାନେ କିଛିଟା କ୍ରାଇଟେରିଆରେ ସେମାନେ ହେଇପାରିବେ, ସେଇଟା କ'ଣ? ଫରେନ୍ ପର୍ସନ୍ କ୍ୟାନ୍ ବିକମ୍ ଇଣ୍ଡିଆନ୍ ସିଟିଜେନ୍ ଆଫ୍ଟର ଫୁଲଫିଲିଂ ରେସିଡେନ୍ସ କଣ୍ଡିସନ୍। ରେସିଡେନ୍ସ ମାନେ ସେ କିଛି ବର୍ଷ ଯଦି ଇଣ୍ଡିଆରେ ରହୁଛି, ଗଭର୍ଣ୍ଣମେଣ୍ଟକୁ ଲାଗୁଛି କି ହଁ ସେ ରହିବାକୁ ଚାହୁଁଛି, ପରମାନେଣ୍ଟଲି ମୁଭ୍ ହେଇଛି, ତାକୁ ଦେଇପାରିବ। ସେଇଟା କେତେ ବର୍ଷ? 11 ବର୍ଷ ପାଇଁ। ଏଇ ସବୁ ଟାଇମଟା ଇମ୍ପୋର୍ଟାଣ୍ଟ। 11 ବର୍ଷ ପାଇଁ ରେସିଡେନ୍ସ ଇନ୍ ଇଣ୍ଡିଆ ଆଉଟ୍ ଅଫ୍ ଲାଷ୍ଟ 14 ଇୟର୍ସ। ଲାଷ୍ଟ 14 ବର୍ଷ ଭିତରେ ସିଏ 11 ବର୍ଷ ରହିଛି। ବାହାରକୁ ଯାଇଛି କିଛି ମାସ ପାଇଁ ଯାଇଥାଇପାରେ, ବଟ୍ କ୍ୟୁମୁଲେଟିଭଲି 11 ବର୍ଷ ତାକୁ ହବା ଦରକାର ସେଇଠି ରହିଛି ବୋଲି। ତ ସେଇଟା ଆମର ପାସପୋର୍ଟ ସବୁ ଚେକ୍ ହବ, ତାର ଟ୍ରାଭେଲ ହିଷ୍ଟ୍ରି ଦେଖାହବ। ତ ସେଇଟା ଗୋଟେ। ଆଉ ଯୋଉ ଆମର ସିଟିଜେନସିପ୍ ଆମେଣ୍ଡମେଣ୍ଟ ଆକ୍ଟ ଅଣାହେଲା 2019ରେ, ସେଥିରେ କରାହେଲା କି ଫର୍ ସର୍ଟନ୍ କମ୍ୟୁନିଟିଜ୍ ଫ୍ରମ୍ ପାକିସ୍ତାନ, ବାଂଲାଦେଶ ଆଣ୍ଡ ଆଫଗାନିସ୍ତାନ ରେସିଡେନ୍ସି ରିଡ୍ୟୁସ୍ଡ ଟୁ 5 ଇୟର୍ସ। ସେଇଠି କୋହଳ କରିଦିଆଗଲା କି ଯଦି ସିଏ 5 ବର୍ଷ ହିଁ ରହିଥିବେ ତାହେଲେ ତାଙ୍କୁ ସିଟିଜେନସିପ୍ ଦିଆଯାଇପାରିବ, ସର୍ଟନ୍ କମ୍ୟୁନିଟିଜ୍ ଓନ୍ଲି, ସମସ୍ତେ ନୁହନ୍ତି। ତ ସେଇଟା ଗୋଟେ ଇମ୍ପୋର୍ଟାଣ୍ଟ ଚେଞ୍ଜେସ୍ ଅଣାଯାଇଥିଲା। ତ ସେଇଟା ଗୋଟେ ଗଲା। ଆଉ ଇନକର୍ପୋରେସନ ଅଫ ଟେରିଟୋରି, ମାନେ ଆମେ ଯଦି ଟେରିଟୋରି ଗୋଟେ ଜାଗାରୁ ଅକ୍ତିଆର କରୁଛେ, ସେଥିରେ କ'ଣ ହବ ଏଇଟା ମନେ ରଖିବେ, ବିକଜ ଏଇଟା ତ ଏମିତି ସେମିତି ହେଇନେଇଯାଏ। ତ ହେଲେ କ'ଣ ହବ ନା, when new territory joins India, resident may become citizens, example ପଣ୍ଡିଚେରୀ ମାନେ ଏଇଟା ତ ଟେରିଟୋରି ଆମେ ନେଇନଥିଲେ, ସେଇଟା ଆମର ତାଙ୍କ ଅଣ୍ଡରରେ ଥିଲା, ପର୍ତ୍ତୁଗିଜଙ୍କ ଅଣ୍ଡରରେ 1962ରେ ଆମେ ନେଲେ। ସିକିମ ସେଇଟା ରାଜାଙ୍କ ଅଣ୍ଡରରେ ଥିଲା, ତାକୁ 1975ରେ ନେଲେ। ଆଉ ଗୋଆ 1961ରେ ଥିଲା, ସେଇ ପର୍ତ୍ତୁଗିଜଙ୍କ ଅଣ୍ଡରରେ, ତାକୁ ଆମେ 1961ରେ ନେଲେ। ତ ଏଇସବୁ ଜିନିଷ ଟାଇମ୍ ଲାଇନଟା ମନେ ରଖିବେ। ତ ତାଙ୍କର ସିଟିଜେନସିପ୍ ସେ ଆମର ସିଟିଜେନ୍ ହେଇଗଲେ। ତ ହଁ, ଆମେ ଇନକର୍ପୋରେସନ ଟେରିଟୋରିରେ ବି ଆମେ କିଛିଟା ଜିନିଷ ଆମେ ପାଇଛୁ, ସେଇ 3ଟା ଜାଗା। ତାପରେ ସିଟିଜେନସିପ୍ ଆମେଣ୍ଡମେଣ୍ଟ ଆକ୍ଟ ଯୋଉଟା ଆସିଲା 2019, ସେଥିରେ କ'ଣ କରାଯାଇଥିଲା? ତ ସେଠି 6ଟା କମ୍ୟୁନିଟିଙ୍କୁ ବେନିଫିଟ୍ ଦିଆଗଲା। କ'ଣ ନା, ସେଠି ଆକ୍ଚୁଆଲି ଏଇଟା ଏଇ ଜିନିଷ ଅଣା ହେଇଥିଲା କାହିଁକି ନା, ଆମର ଫର୍ଦର ମାଇଗ୍ରେସନ ଆମର ଇଣ୍ଡିଆକୁ ନ ହଉ, ତାକୁ କଣ୍ଟ୍ରୋଲ କରିବା ପାଇଁ ହିଁ ଏଇଟା ଗୋଟେ ରୋଲ ଅଣା ହେଇଥିଲା। ତ ଆମେ ଏବେ ମାଇଗ୍ରେସନ ରଖିବାକୁ ଚାହୁଁଛୁ, କିନ୍ତୁ ଯୋଉମାନେ ଅଲରେଡି ଆସିକି ଆମ ଦେଶରେ ଅଛନ୍ତି ତାଙ୍କର କ'ଣ କରାଯିବ? ତାଙ୍କ ପାଖରେ ସିଟିଜେନସିପ୍ ନଥାଇପାରେ, ତ ତାଙ୍କୁ ଆଗ ଥଇଥାନ କଲେ ଆମେ ଡିଫରେନ୍ସିଏଟ୍ କରିପାରିବା କିଏ ଆସୁଛି କିଏ ଯାଉନି। ତ ସେଇମାନଙ୍କୁ ଆଇଡେଣ୍ଟିଫାଇ କରିବା, ତାଙ୍କୁ ସିଟିଜେନସିପ୍ ଦେଇଦେବା, ଆଉ ବାକି ମାନଙ୍କୁ ଆମେ କଣ୍ଟ୍ରୋଲ କରିବା ତାପଟରୁ ଯିଏ ଆସୁଛନ୍ତି କି ନାହିଁ। ତ ସେଠି କ'ଣ କରାହେଲା, 6ଟା କମ୍ୟୁନିଟିକୁ ଆମେ ସିଟିଜେନସିପ୍ ଦେଇଦେବା କୁହାହେଲା। ହିନ୍ଦୁ, ଶିଖ, ବୁଦ୍ଧିଷ୍ଟ, ଜୈନ, ପାର୍ସି, ଖ୍ରୀଷ୍ଟିଆନ, ଯୋଉମାନେ ମେଜରିଟି ଆମର ଅଛନ୍ତି ଏଠି ପ୍ରାୟ ଥାନ୍ତି, ଆଉ ମୁସଲିମ ଜଣେ ଥାନ୍ତି ଯାହାଙ୍କୁ ଆମେ ଦେଲେ ନାହିଁ, ତାଙ୍କୁ ମନା କଲେ, ସେମାନଙ୍କୁ ବେନିଫିଟ୍ ମିଳିବନି। ତ ଏଇମାନେ ଯିଏ ସବୁ ଆସିଛନ୍ତି ଆମ ଇଣ୍ଡିଆରେ ଅଛନ୍ତି ତାଙ୍କୁ ଆମେ ସିଟିଜେନସିପ୍ ଦେଇଦେଲେ। ଆଉ ଫ୍ରମ୍ 3 କଣ୍ଟ୍ରିଜ୍ ଓନ୍ଲି, ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ତାନ। ମ୍ୟାମାର ଏଠି ନାହିଁ, ମନେ ରଖିବେ। ଆଉ ଚାଇନା, ଭୁଟାନ ଏମାନେ ନାହାନ୍ତି। କେବଳ ଏଇ 3ଟା ଦେଶରୁ ଏଇ 6ଟା କମ୍ୟୁନିଟି ଯିଏ ଆସିକି ଅଛନ୍ତି ତାଙ୍କୁ ଆମେ ସିଟିଜେନସିପ୍ ଦେଇଦେଲେ। କଣ୍ଡିସନ କ'ଣ ନା, ସେ 31 ଡିସେମ୍ବର 2014 ପୂର୍ବରୁ ଆସିଥିବା ଦରକାର। ଏଠି ଆଉ ଗୋଟେ ଟାଇମ୍ ଲାଇନ୍ ଅପଣା ହେଇଗଲା, ଯୋଉଥିରେ କି 31 ଡିସେମ୍ବର 2014କୁ ରଖାଗଲା। ତା ପୂର୍ବରୁ ଯଦି ସେମାନେ ଆସିକି ରହୁଛନ୍ତି ଦେନ୍ ତାଙ୍କୁ ସିଟିଜେନ୍ ବୋଲି କୁହାଯିବ, ନହେଲେ ତାଙ୍କୁ ଇଲିଗାଲ ମାଇଗ୍ରାଣ୍ଟ ବୋଲି କୁହାଯିବ। ତ ଏରିଆ ଏକ୍ସକ୍ଲୁଡେଡ୍ ଫ୍ରମ୍ ସିଏ, କୋଉ ଏରିଆକୁ ଆମେ, କିଛିଟା ଏରିଆ ଅଛି ଯୋଉଟାକୁ କରାଯାଇ ପାରିବନି, ଯୋଉଟାକି 6 ସେଡ୍ୟୁଲ୍ ଏରିଆ, ଟ୍ରାଇବାଲ ଏରିଆ ଯୋଉଟା, ସେଇଟାକୁ ଆ ଦେହରେ ଦିଆହେବନି, ସେଠିକାର ଲୋକଙ୍କୁ କନସିଡର କରାଯିବନି। ଆଉ ଇନର ଲାଇନ୍ ପରମିଟ୍ ଏରିଆ କିଛିଟା ଅଛି, ଯୋଉଠିକି ଯିବାକୁ ହେଲେ ଆମକୁ ଇନର ଲାଇନ୍ ପରମିଟ୍ ଦରକାର, ମାନେ ଆମେ ପରମିଟ୍ ନେଇଯିବାକୁ ଦରକାର। ଲାଇକ୍ ଆମର ମଣିପୁରରେ କିଛି ଏରିଆ ହେଲା, ତାପରେ ଆମର ଲାଦାଖର କିଛି ଏରିଆ ଅଛି, ତ ସେଇଟା ଇନସିଏଟରେ ମେନସନ୍ ଅଛି ଏଇଟା, କି ସେଠିକି ଯିବାକୁ ହେଲେ ଆମକୁ ପରମିଟ୍ ନେବାକୁ ପଡ଼ିବ। ତ ସେ ସବୁ ଏରିଆ ପାଇଁ ଏଇଟା ଆପ୍ଲିକେବୁଲ୍ ନୁହେଁ, ବିକଜ ସେଠି କିଏ ଯାଇ ହିଁ ପାରିବେନି, ସେଠି କିଏ ଯାଉଛି ଆଉଛି ସେଟା ରେଗୁଲେଟେଡ୍ ହିଁ ଅଛି, ତ ସେଠି ରେଗୁଲେସନ କରିବା କିଛି ଫାଇଦା ନାହିଁ। ତ ସେଇଟା ଗୋଟେ। ଆଉ ଷ୍ଟେଟ୍ ସବୁ ଅରୁଣାଚଳ ପ୍ରଦେଶ, ମିଜୋରାମ, ନାଗାଲାଣ୍ଡ, ଏ ଷ୍ଟେଟ୍ରେ ବି ଏଇଟା ଆପ୍ଲିକେବୁଲ୍ ହେଲାନି, ଏ ସବୁ ଇନର ଲାଇନ୍ ପରମିଟ୍ରେ ଆସୁଛି। ତ ଏଇଟା ଗୋଟେ ଗଲା। ତାପରେ ରିସେଣ୍ଟ ଅପଡେଟ୍ସ, ରୁଲ୍ ନୋଟିଫାଏଡ୍ ଫର୍ 2024ରେ ରୁଲ୍ ଆସିଛି, ଇମ୍ପ୍ଲିମେଣ୍ଟେସନ୍ ଅଫ୍ ଯୋଉ 2019 ଆକ୍ଟଟା ଫୁଲି ଅନଲାଇନ୍ ହେଇଗଲା। ମାନେ ଆପଣ ଯୋଉ ଆପ୍ଲିକେସନ୍ ବେସ୍ଡ ସିଟିଜେନସିପ୍ ଅନଲାଇନ୍ ବି ଆପ୍ଲାଏ କରିପାରିବେ। ଆଉ ସିମ୍ପ୍ଲିଫାଏଡ୍ ଡିଜିଟାଲ ପ୍ରୋସେସ୍, ସିଟିଜେନସିପ୍ ଆମେଣ୍ଡମେଣ୍ଟ ରୁଲ୍ 2026ରେ ଆସିଛି। ଇଓସିଆଇ, ଇଓସିଆଇ ମାନେ ଇଲେକ୍ଟ୍ରୋନିକାଲି ଓଭରସିଜ୍ ସିଟିଜେନସିପ୍, ଯୋଉ ଆମର ନେଉଛନ୍ତି ସିଟିଜେନ୍ସ ଅଫ୍ ଇଣ୍ଡିଆ, ତାଙ୍କ ପାଇଁ ଏଇଟା ଏଇ 2-4 ଦିନ ତଳର ନ୍ୟୁଜ୍ ହିଁ ଥିଲା। ଏଇଟା ଇଣ୍ଟ୍ରୋଡ୍ୟୁସ୍ କରାଯାଇଛି। ଡିଜିଟାଲ ରେଜିଷ୍ଟ୍ରି ଅଫ୍ ଯିଏ ସବୁ ଓସିଆଇ କାର୍ଡ ହୋଲ୍ଡର୍ସ, ତାଙ୍କୁ ଡିଜିଟାଲ ରେଜିଷ୍ଟ୍ରି ଗୋଟେ ଦିଆଗଲା। ଆଉ ଅନଲାଇନ୍ ଆପ୍ଲିକେସନ୍ ଏଗୁରା ସବୁ ଜାଣିଲେ ଆମେ। ତାପରେ ଆଉ ଗୋଟେ, ଏଇଟା ଯୋଉ ସିଟିଜେନସିପ୍ ନବା, ଆମେ ଆମ ସିଟିଜେନସିପ୍ ଯାଇପାରିବ କେମିତି, ସେଇଟା ବି 3ଟା ୱେ ଅଛି ଆମ ସିଟିଜେନସିପ୍ ଯାଇପାରିବ କେମିତି। ରେନୁନ୍ସିଏସନ୍ ପାଇଁ ମୁଁ ଜାଣି ଶୁଣି ଛାଡ଼ିଦେଲି, ମୁଁ ବାହାରେ ରହିବାର ଅଛି ତ ମୁଁ ଛାଡ଼ିଦେଲି, ସେମିତି। ଟର୍ମିନେସନ୍ ମାନେ ମୁଁ ଅଲଗା ଜାଗାରୁ ଯାଇକିରି ସେଠି ସିଟିଜେନସିପ୍ ନେଲିଣି,
ମୁଁ ଜବ୍ କରୁଛି ତ ସେଠି ମୋର ସିଟିଜେନସିପ୍ ନେଇଗଲି ତ ଏଠି ଅଟୋମେଟିକାଲି ଟର୍ମିନେସନ୍ ହେଇଯିବ। ତ ସେଇଟା ଗୋଟେ। ଆଉ ଡେପ୍ରିଭେସନ୍, ଗଭର୍ଣ୍ଣମେଣ୍ଟ ଯଦି ଚାହିଁବ ମୋ ସିଟିଜେନସିପ୍ ଅଣ୍ଡର ଲରେ ସେ କିଛି ଲକୁ ଫଲୋ କରି ମୋ ସିଟିଜେନସିପ୍ କାଢ଼ିପାରିବ। ଲାଇକ୍ ଧର ଏଇ ସିଟିଜେନସିପ୍ ଆମେଣ୍ଡମେଣ୍ଟ ଆକ୍ଟ ଆସିଲା, ତ ସେଥିରେ ସେ କହିଲେ କି ମୁସଲମାନ ମାନେ ଯଦି ଫାଇଣ୍ଡ ଆଉଟ୍ ହେଲେ କିଛି, ସେମାନେ ଏଇ 3ଟା ଦେଶରୁ ଆସିଲେ ବି ସେମାନେ ଆମର ସିଟିଜେନସିପ୍ ଦିଆ ହେଇପାରିବନି। ତ ସେ ରହିଲେ ବି ସେ ସିଟିଜେନସିପ୍ ହେଇପାରିବନି, ତ ସେଠି ଡିପ୍ରାଇଭ୍ କରାଗଲା। ଯଦି ବି ସେ ତାଙ୍କ ପାଖରେ ଅଛି ତ ତାକୁ ଡିପ୍ରାଇଭ୍ କରାଯିବ। ତ ଏଇଟା ଗୋଟେ ପ୍ରିନ୍ସିପଲ୍। ତ RTD, ରେନୁନ୍ସିଏସନ୍, ଟର୍ମିନେସନ୍, ଡେପ୍ରିଭେସନ୍, 3ଟା ୱେରେ। ତ ଆମେ ଆଣିପାରିଲେ 5ଟା ୱେରେ, ଆଉ ଦେଇପାରିବା ଆମର ସିଟିଜେନସିପ୍ ପଳେଇବ 3ଟା ୱେରେ। ଏଇଟା ମନେ ରଖିବେ। ତାପରେ OCI ଯୋଉଟା ମୁଁ ପଢ଼ିଲି, ଓଭରସିଜ୍ ଇଣ୍ଡିଆନ୍, ଆଉ PIO NRI, ୟାଙ୍କ ଭିତରେ କ'ଣ ଡିଫରେନ୍ସ ରହୁଛି? OCI ଓଭରସିଜ୍ ସିଟିଜେନ୍ସ ଅଫ୍ ଇଣ୍ଡିଆ, ମାନେ ସେ ଆମର ତ ସିଟିଜେନ୍ କିନ୍ତୁ ଓଭରସିଜ୍ ବାହାରେ ରହୁଛନ୍ତି, ନଟ୍ ଡୁଆଲ୍ ସିଟିଜେନସିପ୍। ଏଠି ଡୁଆଲ୍ ସିଟିଜେନସିପ୍ ସେ ରଖିପାରିବେନି, ସେ ଲାଇଫ୍ ଲଙ୍ଗ୍ ଭିଜା ଟୁ ଇଣ୍ଡିଆ, ତାଙ୍କୁ ଆମେ ଭିଜା ପୁରା ଦିଆହେଇଛି, ସିଏ ଆମର ଇଣ୍ଡିଆରେ ହିଁ ଲୋକ କିନ୍ତୁ ବାହାରେ ରହୁଛନ୍ତି, ସେ ସବୁବେଳେ ଯିବା ଆସିବା କରିପାରିବେ। ଇକୋନୋମିକ୍, ଫାଇନାନ୍ସିଆଲ୍ ଆଉ ଏଜୁକେସନାଲ୍ ପ୍ୟାରିଟି ୱିଥ୍ NRI, ସେ ତାଙ୍କ ପାଖ NRI ମାନେ ନନ୍ ରେସିଡେଣ୍ଟ ଇଣ୍ଡିଆନ୍, ତାଙ୍କର ଘର କିନ୍ତୁ ଇଣ୍ଡିଆରେ ନାହିଁ। ଓଭରସିଜ୍ ଇଣ୍ଡିଆନ୍ ମାନଙ୍କର ଘର ଦ୍ୱାରା ସବୁ ଏଇଠି ଅଛି, କିନ୍ତୁ NRI ତାଙ୍କ ରେସିଡେନ୍ସ ଆଡ଼େ, ବଟ୍ ସେମାନେ ଆମ ଇଣ୍ଡିଆର ସିଟିଜେନ୍। ତାଙ୍କ ସହିତ ଇକୋନୋମିକ୍, ଫାଇନାନ୍ସିଆଲ୍, ଏଜୁକେସନାଲ୍ ପ୍ୟାରିଟି ସବୁ ଅଛି। ରେଷ୍ଟ୍ରିକ୍ସନ୍ କ'ଣ ଅଛି? କିନ୍ତୁ ସେମାନେ ଏଠି ଭୋଟ୍ ଦେଇପାରିବେନି, ଇଲେକ୍ସନ୍ କଣ୍ଟେଷ୍ଟ କରିପାରିବେନି, କନଷ୍ଟିଟ୍ୟୁସନାଲ୍ ପୋଷ୍ଟରେ ରହିପାରିବେନି କିଛି ବି, ଆଉ ଆଗ୍ରିକଲଚର ଲ୍ୟାଣ୍ଡ ବି କିଣିପାରିବେ ନାହିଁ OCI କାର୍ଡ ହୋଲ୍ଡର୍ସ। ଏଇଟା ମନେ ରଖିବେ। ତ ଏଠି କମ୍ପାରିଜନ୍ ହେଲା OCI, NRI ଆଉ ଇଣ୍ଡିଆନ୍ ସିଟିଜେନ୍ ଭିତରେ। ଦେଖନ୍ତୁ OCI ଆମର ସିଟିଜେନ୍ ନୁହନ୍ତି, ତାଙ୍କୁ ଖାଲି ଭିଜା ସେ ଯିବା ଆସିବା କରିପାରିବେ, କିନ୍ତୁ NRI ମାନେ ଆମ ଇଣ୍ଡିଆନର ସିଟିଜେନ୍। ତ ନନ୍ ରେସିଡେଣ୍ଟ ଇଣ୍ଡିଆନ୍, ତାଙ୍କ ରେସିଡେଣ୍ଟ ଇଣ୍ଡିଆନ୍ ନାହିଁ କିନ୍ତୁ ସେମାନେ ସିଟିଜେନ୍। ଆଉ ଭୋଟିଂ ରାଇଟ୍ସ OCIଙ୍କ ପାଖରେ ନାହିଁ, NRIଙ୍କ ପାଖରେ ଅଛି। ଏଇ କମ୍ପାରିଜନ୍ ଟେବୁଲଟା ବହୁତ ଇମ୍ପୋର୍ଟାଣ୍ଟ। ଇଣ୍ଡିଆନ୍ ପାସପୋର୍ଟ ତାଙ୍କ ପାଖରେ ନାହିଁ, ଖାଲି ଭିଜା ଅଛି, କିନ୍ତୁ ଆଙ୍କ ପାଖରେ ପାସପୋର୍ଟ ଅଛି। ତାପରେ ଇଲେକ୍ସନ୍ କଣ୍ଟେଷ୍ଟ କରିପାରିବେନି OCI, NRI ଇଣ୍ଡିଆନ୍ ସିଟିଜେନ୍ କରିପାରିବେ। PIO ସ୍କିମ୍, ଆମର ଯୋଉ PIO ସ୍କିମ୍ ଥିଲା ସେଇଟା OCI ସହିତ ମର୍ଜ କରାଗଲା 2015ରେ। ତାଙ୍କ ଭିତରେ ଆଉ କିଛି ଡିଫରେନ୍ସ, ପିପୁଲ ଅଫ୍ ଇଣ୍ଡିଆନ୍ ଅରିଜିନ୍ ଯୋଉଟା କହୁଛନ୍ତି, ତାଙ୍କୁ ମର୍ଜ କରିଦିଆଗଲା। ତାପରେ ଇମ୍ପୋର୍ଟାଣ୍ଟ ଟର୍ମ କେତେଟା ଦେଖନ୍ତୁ। ଇଲିଗାଲ ମାଇଗ୍ରାଣ୍ଟ କହିଲେ କ'ଣ ବୁଝିବା? ଯିଏକି ହୁ ଏଣ୍ଟର୍ସ ଇଣ୍ଡିଆ ୱିଦାଉଟ୍ ଏ ଭାଲିଡ୍ ଡକୁମେଣ୍ଟ ଅର୍ ଓଭର ଷ୍ଟେଜ୍ ଦ ପରମିଟେଡ୍ ପିରିୟଡ଼। ଦିଟାକୁ କହିବା, ଯଦି ସେ କିଛି ଡକୁମେଣ୍ଟ ଲାଇକ୍ ଭିଜା, ପାସପୋର୍ଟ ତାକୁ ନ ନେଇକି ଆସୁଛନ୍ତି, ସେ ବି ଇଲିଗାଲ ମାଇଗ୍ରାଣ୍ଟ। ଆଉ ଯେତିକି ପିରିୟଡ଼ ପାଇଁ ଆସିଛି ଏ ସବୁ ଡକୁମେଣ୍ଟ ଆଣିକିରି, ସେ ପିରିୟଡ଼ ସରିଲା ପରେ ବି ଯଦି ରହିଯାଉଛି, ଦେନ୍ ସିଏ ବି ଇଲିଗାଲ ମାଇଗ୍ରାଣ୍ଟ। NRC ଯୋଉଟା ଚାଲିଥିଲା, ନ୍ୟାସନାଲ ରେଜିଷ୍ଟର ଅଫ୍ ସିଟିଜେନ୍ସ, ସେଇଟା କ'ଣ ନା ରେଜିଷ୍ଟର କଣ୍ଟେନିଂ ଜେନ୍ୟୁଇନ୍ ସିଟିଜେନ୍ସ। ଆମର ସିଟିଜେନ୍ କିଏ ତାଙ୍କ ନାଁଟା ଖାଲି ରଖାହଉଛି, ଭୋଟିଂ ରାଇଟ୍ ଫାଇଟ୍ ସେସବୁ କିଛି ନୁହେଁ। ଆମେ ଖାଲି ଗୋଟେ ରେଜିଷ୍ଟର ମେଣ୍ଟେନ୍ କରିବା, କିଏ ସେଇଥିରୁ ଜଣାପଡ଼ିବ କିଏ ଇଲିଗାଲ ମାଇଗ୍ରାଣ୍ଟ ବୋଲି। NPR କ'ଣ? ନ୍ୟାସନାଲ ପପୁଲେସନ୍ ରେଜିଷ୍ଟର କ'ଣ ନା ଡାଟାବେସ୍ ଅଫ୍ ୟୁଜୁଆଲ ରେସିଡେଣ୍ଟସ୍, ମାନେ ଆମର ୟୁଜୁଆଲ ରେସିଡେଣ୍ଟ କିଏ ତାଙ୍କୁ ମେନସନ୍ କରିବା। ତ ତା ଭିତରେ ଡିଫରେନ୍ସ କ'ଣ NRC ଆଉ NPR ଭିତରେ? ସିଟିଜେନ୍ସ ଓନ୍ଲି NRCରେ ରହିବେ, ଖାଲି ସିଟିଜେନ୍ସ, NPRରେ ନୁହେଁ। ୟୁଜୁଆଲ ରେସିଡେଣ୍ଟ ଆଉ ଜେନ୍ୟୁଇନ୍ ସିଟିଜେନ୍ ଭିତରେ ଡିଫରେନ୍ସ। ୟୁଜୁଆଲି ମାନେ ଯିଏ ରହୁଛନ୍ତି ୟୁଜୁଆଲି ଆମ ଭିତରେ, ବଟ୍ ସିଏ ସିଟିଜେନ୍ ହେଇଥିବେ ବୋଲି କିଛି ନାହିଁ। ଧର ବାହାର ଲୋକର ଏମ୍ବାସିର ଲୋକ ଆସି ଏଠି ରହୁଛନ୍ତି ପୁରା, ତ ସେ ତାଙ୍କୁ ବି ଆମେ ଘର ଅଛି ବୋଲି ତାଙ୍କୁ ରିସାଇଡ୍ କରିବା NPRରେ, ବଟ୍ ସେ NRCରେ ରହିବେ ନାହିଁ। ରେସିଡେଣ୍ଟସ୍ ନୋ, ସେ ରହିବେନି, କିନ୍ତୁ ଏଠି ପପୁଲେସନ୍ ରେଜିଷ୍ଟରରେ ତାଙ୍କ ରେସିଡେନ୍ସଟା ମେନସନ୍ ହେବ। ଲିଗାଲ ବେସିସ୍ ସିଟିଜେନସିପ୍ ରୁଲ୍, ତାଙ୍କର ଲ କିଛି ନାହିଁ, NPRର କିଛି ଲ ନାହିଁ। ପର୍ପୋଜ ଆଇଡେଣ୍ଟିଫାଇ ସିଟିଜେନସିପ୍, ଆମର ଆଇଡେଣ୍ଟିଫାଇ କରିବାର ଅଛି, ବା ଡାଟାବେସ୍ ଅଫ୍ ରେସିଡେଣ୍ଟ। ରେସିଡେଣ୍ଟ ସେଠି ଯୋଉ ହେଲା ମାନେ ତାଙ୍କର ଘର ଦ୍ୱାର ବିଷୟରେ ଲେଖା ହେବାର ନାହିଁ, କିନ୍ତୁ NPRରେ ଲେଖା ହେବ। ସେଠୁ ଜଣାପଡ଼ିବ ଯେ ହଁ ସେ ବାହାର ଲୋକ କିନ୍ତୁ ରହିଛନ୍ତି ଏଠି। ରାଇଟ୍ସ ଇନ୍ ରିଲେସନ୍ ଟୁ ସିଟିଜେନସିପ୍, ସିଟିଜେନସିପ୍ର ରାଇଟ୍ କ'ଣ, କେତେଟା ରିଲେସନ୍ କ'ଣ ଅଛି ଫଣ୍ଡାମେଣ୍ଟାଲ ରାଇଟ୍ ସହିତ? ଆର୍ଟିକଲ 15, ନୋ ଡିସ୍କ୍ରିମିନେସନ୍ ବାଇ ଷ୍ଟେଟ୍, ମାନେ ଷ୍ଟେଟ୍ ଡିସ୍କ୍ରିମିନେଟ୍ କରିପାରିବ ନାହିଁ ଆମର ପର୍ସନଙ୍କ ଭିତରେ। ରାଇଟ୍ ଆର୍ଟିକଲ 16, ଇକ୍ୱାଲିଟି ଅପରଚ୍ୟୁନିଟି ଇନ୍ ପବ୍ଲିକ୍ ଏମ୍ପ୍ଲୟମେଣ୍ଟ। ଆର୍ଟିକଲ 19, 6 ଫ୍ରିଡମ୍ସ ଦେଉଛି ସିଟିଜେନ୍ ମାନଙ୍କୁ। ଆର୍ଟିକଲ 29, ପ୍ରୋଟେକ୍ସନ୍ ଅଫ୍ ଲାଙ୍ଗୁଏଜ, ସ୍କ୍ରିପ୍ଟ, କଲଚର। ଆର୍ଟିକଲ 30, ମାଇନରିଟି ମାନଙ୍କୁ ଏଷ୍ଟାବ୍ଲିଶ କରିବେ ସେ ଇନଷ୍ଟିଟ୍ୟୁସନ୍। ତାପରେ ରାଇଟ୍ସ ଆଭେଲେବୁଲ୍ ଟୁ ଅଲ୍ ପର୍ସନ୍ସ, ସିଟିଜେନସିପ୍, ଆଉ ଏଇଟା ହେଲା ମନେ ରଖିବେ, ଏଇଟା ଓନ୍ଲି ସିଟିଜେନ୍କୁ ହିଁ ମିଳୁଛି। ଏଇଟା ଆମେ ଡିସ୍କସନ୍ କରିଥିଲେ PYQରେ ଆମର 2024 ଆଉ 2023ରେ ଦୁଇଥର ଆସିଛି। କ'ଣ ନା କୋଉଟା ଓନ୍ଲି ସିଟିଜେନ୍କୁ, କୋଉଟା ଅଲ୍ ପର୍ସନ୍କୁ। ଏଇଟା ମୁଁ କହିଥିଲି ଗୋଟେ ଟ୍ରିକ୍ କି ଦିଟା ଭାଗରେ ବିଭକ୍ତ କରିଦିଅ। କ'ଣ 15, 16, 19, 29, 30, 15, 16, 19, 29, 30। ଏଠି ଦେଖନ୍ତୁ 15, 16 ଲାଗି ଲାଗିକିରି ତା ଭିତରେ ଗୋଟେ 19, ତାପରେ 29, 30 ଲାଗି ଲାଗିକିରି ଇଏ ଗୋଟେ ଗ୍ରୁପ୍। ସେକେଣ୍ଡ ଗ୍ରୁପ୍ ହେଲେ 14, 20, 21। ଆଉ 14, 20, 21 ଛଡ଼ା ଆଉ ଯେତେକ ଏଠି ରହିଲା, ଲାଇକ୍ ଆମର 21, 20, 21, 22, 23, 24, 25, 26 ଏ ସବୁ ଏଥିରେ ରହୁଛି।
ଏଇଥିରେ 14, 20, 21 ଖାଲି ଯୋଉଟା ସେଇଟା ଅଲ୍ ପର୍ସନକୁ, ଏଥିରେ ଦେଖନ୍ତୁ 21ଟା ହଉଛି ରାଇଟ୍ ଟୁ ଲାଇଫ୍। ଏଇଟା ହଉଛି ଇମ୍ପୋର୍ଟାଣ୍ଟ ଟର୍ମ। ରାଇଟ୍ ଟୁ ଲାଇଫ୍ ସେଟା ଆମର ଇଣ୍ଡିଆନ୍ ସିଟିଜେନ୍ ହଉ କି ନ ହଉ, ଆମେ ଲାଇଫ୍ ତ କାହାର ନେଇପାରିବା ନାହିଁ। ଲାଇଫ୍ଟା ସବୁବେଳେ ଅଟୋମୋଷ୍ଟ ଇମ୍ପୋର୍ଟାଣ୍ଟ। ଦ୍ୟାଟ୍ସ ୱାଇ ଏଇଟା ଅଲ୍‌କୁ ଆଭେଲେବୁଲ୍। ଆମେ ଗ୍ରୁପ୍ କରିଦେଲେ 14, 20, 21 ଗୋଟେରେ, ତ ସେଇଟାକୁ ଅଲ୍‌କୁ ଦେଇଦେଲେ ଯେହେତୁ ରାଇଟ୍ ଟୁ ଲାଇଫ୍ ଅଛି ଏମିତି। ତ ଏଇଟା